ଜୟ ଜଗନ୍ନାଥ। ନମସ୍କାର ସାଙ୍ଗମାନେ। ଆଜି ଆମେ ବର୍ତ୍ତମାନ ମୋଟେର ଗାଁରେ ଜଗନ୍ନାଥ ମନ୍ଦିର ନା ବସିଛୁ ଆମେ ପ୍ରଭୁ ଶ୍ରୀ ଶ୍ରୀ ଜଗନ୍ନାଥ। ଆଉ ଆଜି ଆମର ସାଙ୍ଗରେ ଅଛନ୍ ମୋଟେର ଗାଁର ଜଣେ ବିଶିଷ୍ଟ କଳାକାର, ନାଟ୍ୟ କଳାକାର, ନାଟ୍ୟ ଗୁରୁ, ଘୁମରା ଗୁରୁ, କୀର୍ତ୍ତନ ଏକାଧାରରେ ବିଭିନ୍ନ କଳା ଜଗତର ଜଣେ କଳାକାର, ପୁରୁଣା ବରିଷ୍ଠ କଳାକାର। ତାଙ୍କ ସହିତ ଆମେ ଟିକେ ଆଜି ଆଲୋଚନା କର୍ମା। ତ ଆପଣଙ୍କୁ ବହୁତ ବହୁତ ସ୍ୱାଗତ ପ୍ରଧାନ ଆଜ୍ଞା। ଆପଣଙ୍କର ପରିଚୟ ଟିକେ ଦେଲେ ଭଲ ହବ। मोर तो जन्म माटी उपसरा ब्लॉक मोटर गाँ आरु ई मोटर गाँ रे मु साई हिसाब रे अछि आरु ई जगह रे के सब जलवायु संपर्क नहीं करी चली आसी आरु जिनटा कलाकार माध्यम रे आज एते दूर पते भी जाइते ई गाँ रे का सिटी को जाइते ଆପଣଙ୍କର ନାଁଟା କାଣା? मोर नाम होते विजय प्रधानी मोर बापा टंकधर प्रधानी तो मुनि जे विजय प्रधानी मोर परिवार रे तो आरो अनेक भी अछन मत भी अछन तो जे भी अछन ବହୁତ ବହୁତ ବଢିଆ ପ୍ରଧାନ ଆଜ୍ଞା। ଆଚ୍ଛା ପ୍ରଧାନ ଆଜ୍ଞା, ଆପଣ ବହୁତ ଦିନରୁ ବୋଧେ କଳାରେ ଅଛନ୍। କେତେ ବର୍ଷ ପାଖାପାଖି ହେଲା କଳାରେ ଆପଣ ଆରମ୍ଭ କରିଥିଲେ? मैं आज्ञा जेते बेले 7 क्लास पढ़ुଥିଲି सेति बेले का मुई टिके टिके से चौकी टेबल ना बसी कर पुनी बाध्य कोन कोन बजाला परा पुनी करे तापरे मोर कलाटा ई स्कूल पढ़ला बेले का गीत टिके टिके लिखुथे ବହୁତ ବଢିଆ। किंतु परिप्रकाश नहीं होचे ବହୁତ ବଢିଆ। ତ ପ୍ରଧାନ ଆଜ୍ଞା, ଆପଣ ଯେତେବେଳେ ସପ୍ତମ ପଢୁଥିଲେ ସେତେବେଳେ ଗାଁରେ ତ ନାଟ ଫାଟ ହଉଥିଲା। ତ କାଣା ଦେଖିକରି ଆପଣ ନାଟର କଳା ପ୍ରତି ଯେନ୍ ଆକର୍ଷିତ ଥିଲେ, କୌଣସି ନାଟର ଅଭିନେତା ମାନଙ୍କର ହଉ କି ନାଟର ହଉ କି ଘୁମରାର ହଉ କି ଆପଣ ମାନେ କଳା କ୍ଷେତ୍ରକୁ ଯେନ୍ ଆଗମନ ଆପଣ ହେଲେ, କେନ୍ ନାଟକ ଦେଖିଲେ ବା କାଣା ଦେଲେ ଘୁମରା ଦେଖିଲେ କାଣା ଏକର ଆପଣ ଯେନ୍ ଆକର୍ଷିତ ହେଲେ ତାର କିଛି ଗୋଟେ କାରଣ ଥିବା। आज्ञा सेते बेले मोटर कारे अनेक घुमरा भी आसे अनेक नाच भी आसे सेति बेले पुराना कलाकार माने भी थिले आज सर्वत विशेष दास ताकि मो गुरु बोली के भी मानते हैं आज्ञा आर से अनेक किछि घुमरा विषय रे मुके कुछ दीछ ता भितरे नाच भी कंपटीशन ही आगे बहुत जगह नाच माने आसे से नाच के देखि कर मोर मन टिके आत्मस्त होइए तापरे आमे जे कर जति बेले नाच देखो कंपटीशन की घुमरा देखो जे करी हमर गोटे तेतेल गछ थिला ऋषि बाबू घर पास ऋषि मुनि माझी घर पास सेना डोबा बजे बजे पुण्य आमे ना इमती कला के पुण्य निस बनो सीता चेतन पाउडर पुण्य बनो खार के सेति बेले तो काट निया दोलो थिला पहुंच मन पार थिला सेटा के भी करी करी आमे सब बेले नाच करी कि सेनु आत्म करी कि कला हारो ବହୁତ ବଢିଆ କଥା କହିଲେ। ଗୋଟେ ପୁରୁଣା ସ୍ମୃତି ଗୋଟେ ତାଜା କଲେ। ଆଉ ପ୍ରକୃତ କଥା ସେତେବେଳେ ନାଟ ଦେଖିକରି ଆସିକରି ମାନେ ଛୋଟ ଛୋଟ ପିଲାମାନେ କରୁଥିଲେ। ଆଜି ଏହି ଦୃଶ୍ୟ ଆମକେ ଦେଖିବାକୁ ନେଇ ମିଲବା। କାରଣ ମୋବାଇଲ ଦୁନିଆରେ ଏବାର 10-12 ବର୍ଷର ପିଲାମାନେ ସେ ମୋବାଇଲରେ ଗେମ୍ ଖେଳୁଛନ୍, ମୋବାଇଲ ଏଇଟା କରୁଛନ୍। ଆଗ ସେଭଳିଆ ଦୃଶ୍ୟ ସବୁ ମିଳିଥିଲା। ବହୁତ ବଢିଆ କଥା କହିଲେ। ଆଉ ସତ କଥା ପୁରୁଣା ସ୍ମୃତି ଗୋଟେ ମନେ ପଡିଗଲା। ତ ଆପଣକେ ଯେତେବେଳେ କଳା କ୍ଷେତ୍ରକୁ ଆସିଲେ ୟଙ୍ଗ ଥିଲେ, କମ ଏଜରୁ ଆସିଲେ, किन किन गुरु अपन के सिकल के नाट अंता कर नाट करछन, अभिनय सिखेछन। आ किन गुरु अंता अपन जे के अपन के सिकल जेते बेले सेनु तो आमे स्टार्ट करू तापरे जेते बेले ड्रामा फ्रामा गोटे हला ड्रामा हला परे प्रशांत परदेशी ड्रामा गोटे करछन सेति भितरे ता पूर्व गोटे ड्रामा करछन निजे निजे सेटा आमे करछन श्री जगन्नाथ ड्रामा कला परे हमर कला मन के देखले यार प्रशांत परदेशी मुई गोटे देखिते तार रक्त में सिंह ठीक है अरे इति गोटे अपन ମାନେ ଏଇ ପିଲାମାନେ ସହଜ କରତେ ଆଉ କଳାକାର ମାନେ ଭାରି ଇଚ୍ଛା ନାଇଁ କର ବୋଲି ଦେଲେ ତାଙ୍କ ନା ଠିକ ଅଛି ଠିକ ଅଛି ତାଙ୍କ ଡ୍ରାମା ବାବୁ ନା ତ ନିଜେ ଡ୍ରାମା କିଛି କରୁ ତାପରେ ସେନୁ ଗଲା ପରେ ଆମେ ନିଜେ ଗୋଟେ ଆମେ ବି ଲେଖୁ ବେନା ଋଷି ବାବୁ ଏମିତି କରି କେଣି କେଣି ଯାଉଛ ଜଗନ୍ନାଥ ହେଇଛି तो ड्रामा के सेटा नाट है। नाटक ସେଟା ନା सेटा भी नाटक है। ଏଇ ଡ୍ରାମା ସିଷ୍ଟମ ଗଲା ड्रामा सिस्टम को नाटक। ଆଜ୍ଞା ସେଟା ସେଟା ସାଳ ସାଳ ରହିବ ଯେତେବେଳେ ଆସୁଥିଲା ଦୁଇ ମନ୍ଦିର କେ
ସେତିବେଳେ ସେ ନିଜେ ଶାଳପତ୍ର ହେଇଥିଲା ଆମ ବଡ ପଣ୍ଡା ହେଇଥିଲୁ ଆମର ଜଗନ୍ନାଥ ଘେନି ଯାଉଛେ ନେଇ ଯାଉଛେ ନା ବୋଲିକିରି ଆମେ ଏମିତି ସେ ଭଜନ ମାନେ ଥିଲା ଶାଳପତ୍ର ଭଜନ କେଣେ ଘେନି ଯାଉଛ ଜଗନ୍ନାଥଙ୍କୁ ଏଇ ଗୀତ ମାନେ କହୁ ଆରୁ ସେ ନାଚଟା ଆମେ ନିଜେ ବିଶ୍ୱାବସ ଠାରୁ ଆରମ୍ଭ କରି ଲଳିତା ଠାରୁ ଆରମ୍ଭ କରି ନେଇ କରି ଗୋଟେ କରିଥିଲୁ ଡ୍ରାମା ଆକାରରେ ସେଟା ବି ଆମେ ବହୁତ ପ୍ରଶଂସା ଦେଇଛୁ। ବହୁତ ବଢିଆ। ଆଚ୍ଛା ଆପଣ ଏ ଯେନ୍ ନାଟ ନାଟ ବି ଲାଗସନ୍ କା ଆଜ୍ଞା କେତେଟା ଭଳି ଆଣ୍ଟା ନାଟ ଲାଗିବ ଆଜ୍ଞା ମୁଇଁ ତ ଲୋକ କହିସନ୍ 200-250 ନାଟ କାଟଲି ଆର୍ ମୁଇଁ ଶିକାରୀ ବେଲେ ଏଟା ବେକାର କଥା ଏତ୍କି ନାଟ ନେଇ ଲେଖିପାରି ମୋର ଜୀବନରେ ତେଇଶଟା ପୁରା ନାଟ ଲେଖିଥିଲି ସେ ଭିତରେ 30ଟା ଖଣ୍ଡେ ବି ସେଟାକେ ମାନେ ଗୋଟେ ପୁରାଣ ଟି ବି ଦୁଇ ଜାଗା ନଜିକ କରିବି 30ଟା 35ଟା 32ଟା ବି ଲେଖିଦେଇଛି। ବହୁତ ବହୁତ ବଢିଆ। ଆଜ୍ଞା। ତ ଆପଣ ଯେ ନାଟ ଲାଗସନ୍ ନାଟ ଲାଗବାଟା ଗୋଟେ କମ କଥା नहीं से चलो ଗୋଟେ କଲା ତ ନାଟ ଲାଗଲା ବେଲେ के केन केन ଜିନିଷ ମାନ ଆପଣ କିଛି ଦେଖନ୍ତି ଡାयଲଗ ସବୁ ଗୀତ କଳାକାର ଚିତ୍ର କାଣା ସବୁ के ମାନେ କେନଟା ଚ୍ୟାଲେଞ୍ଜ ବି ଅଛି ନାଟ ଲାଗଲା କଷ୍ଟ କେନ କେନ ଜିନିଷ ସବୁ ଦେଖିବାର ଆପଣ ନାଟ ଲାଗସନ୍ ଆଜ୍ଞା ନାଟ ଲେଖବାର ଲାଗି ଗଲେ ନବରସ ନିହାତି ଦରକାର କିନ୍ତୁ ଆଜିକାଲି ନାଟ ନବରସ ନେଇ ପଡବାର ନା ଥୋଡ଼ ରସ ନେଇକରି କରୁଛେ ଯେକୌଣସି ଗୀତ କିମ୍ବା ଷ୍ଟୋରି ଗୋଟେ ବନାଲା ପରେ ଆମେ ଗୋଟେ ଷ୍ଟେଜ ବେଲେ କେତେଟା ଷ୍ଟେଜ ବି ଅଛି ଆଜ୍ଞା ନାଟକ ସେ ଷ୍ଟେଜ ମାନେ ଏବେ ଗୋଟେ ରଚନା ଲେଖିଲେ ଯେ ଆମେ ଉପକ୍ରମ ଦଉଛୁ ତାର ବର୍ଣ୍ଣନା ଦଉଛୁ ତାର ଅପକାରିତା ଦଉଛୁ ଉପକାରିତା ଶେଷ କଥା ଯେ ତାର ଗୋଟେ ଷ୍ଟେଜ ଅଛି ନାଟ ଲେଖା ବି ଗୋଟେ ଷ୍ଟେଜ ଅଛି ଆଜ୍ଞା ଆରେ ଆଜିକାଲି ଗୁରୁ ମନ୍ତ୍ରୀ କେତେଟା ଷ୍ଟେଜ ଅଛି ନାଟ ଲଗେଇଲେ ନେଇ କହିପାର ସେଟା ଯେ ମନେ ଗୁରୁ ମନ୍ତ୍ର ଶିଷ୍ୟ ସମ୍ପର୍କ ହେଇଛେ କିନ୍ତୁ କେତେଟା ଗୁରୁ ଜାଣିଛନ୍ ଆଜ୍ଞା ଗୋଟେ କଣ ଗୁରୁ ଏଟା नहीं जानो କିନ୍ତୁ ସବୁ ଗୁରୁ କି ନିନ୍ଦା କଲେ ବି ଭଲ नहीं जे ଆମର ତ ଏତେ ଗୁରୁ ବି ନାଟ ଲେଖୁଥିଲେ ଆଜି ସେମାନଙ୍କ ଠାରୁ ଏକା ଶିଖି ଆସିଛୁ ଏନ୍ତା ଗୋଟେ ଅଛି ସେ ରସ ମାନେ ବି ଏବେ ଷୋଡ଼ ରସ ବି ଅଛି ଅଦ୍ଭୁତ ରସ ଅଛି ଏବେ ଆଜ୍ଞା ଷୋଡ଼ ରସ ଚାଲିଛି ଆପଣ କହିବା ଅନୁସାରେ ଆଗ ନବ ରସରେ ଗୁରୁ ମାନେ ନାଟ ଲେଖୁଥିଲେ ସେଟା ଷୋଡ଼ ରସ ବି ଗୋଟେ କହିବି ଯଦି ଗୋଟେ ପରିପ୍ରକାଶ ହେଲା ଗୋଟେ ଅଦ୍ଭୁତ ରସ ଦଉଛ ଷୋଡ଼ ଶୃଙ୍ଗାର ରସ ତ ହଉଛି ଏକା ଏବେ ସିନସିନାରୀ ମିଲାପ ବେଲେ ଶୃଙ୍ଗାର ରସରେ ଦଉଛି ହାସ୍ୟ ରସ ବି ଅଛି ଗୋଟେ ହସା ହସି କରବା ଲାଗି ବୁଝିଗଲା ଏବେ ଆମେ ତ ଅଦ୍ଭୁତ ଆପଣ ରସ। କହିଲା ବେଳକୁ ବୁଝିପାରୁ ନବରସ ହଁ। ହାସ୍ୟ ରସ ଏଇ ସବୁ ମିଶିକରି ହଁ। ନବରସରେ ଆଙ୍କର ଗୁରୁ ମାନେ ହଁ। ପୁରା କମ୍ପ୍ଲିଟ କରୁଥିଲେ କମ୍ପ୍ଲିଟ କରିছে ଏବେ କେତେଟା କାଟି ଦେଇଛନ୍ ଷୋଡ଼ ରସ ଚାଲିଛି ଆଉ ଆଜ୍ଞା ଆଚ୍ଛା ଆପଣ ଅଭିନୟ ବି ତ କରିଛନ୍ ୟଙ୍ଗ ଷ୍ଟେଜରେ ହଁ। ନାଚରେ ହଁ। ଆମର ତ କହିଲେ ହଁ। ନାଚରେ ବି ତ ଅଭିନୟ ସବୁ କରିଛନ୍ ୟଙ୍ଗ ଦେଖେ କେଉଁ ବେଲେ ନାଟ ରୁଲ ବେଲେ ମୁଇଁ ଜିନ୍ ଜାଗା ନାହିଁ ଏନ୍ତା ଗୋଟେ ଆଜ୍ଞା ମୋ ନାଟ ଶିଖୁଥିଲି କୋଟା ଗାଁରେ ତ ଆମର ଗାଁରେ ଯେନ୍ ନାଟ କରୁଥିଲେ ସେ ନାଟଟି ପସନ୍ଦ କଲେ ସେ କୋଟା ଗାଁ କଲେ ସେଦିନ ତ ତାଙ୍କର ଯେନ୍ ରାଣୀ ରୁଲ କରୁଥିଲା ସେ ରାଣୀ ରୁଲକେ ମାନେ ଗୁଣ କଟା ହେଲା ଆଚ୍ଛା ତାକେ ନାକୁ ନାକୁ ସେ କଳାକାର କେ ସେ କଳାକାରକେ ହଁ। ତ ପ୍ରୋଗ୍ରାମ ପଡିଯାଇଛି ଆଜ୍ଞା ଗିରା ନୀଲା ପୂଜା ହଁ ଆମ ବକଟପୁର ହଁ ବିଶ୍ୱନାଥପୁର ପାଟିପୁର ହଁ ସେ ଜାଗା ନା ନାଚ ହେଇଯାଇଛି ସେ ପିଲାନି ଯାଇ ପାରିଲାନି ତ ପୂର୍ବର ଦିନ ଆମ ରାଣୀ ରୁଲ କରୁଥିଲେ ଦୟା ପଟକେ କହିଥିଲେ ହଁ ସେଦିନ ସେ ବି ନେଇ ଯାଇ ପାରିନା ହଁ। ମୁଁ ଯୋଉ ଚେନାକରେ ଠୁଙ୍କି ଦେଲା ନିଜେ ହଁ ନିଜେ ନିଜ ଆଡ଼ିକେ ନିଶ୍ଚୟ କରିତେ ରାଣୀ ରୁଲ କଲି ବହୁତ ବଢିଆ ଏମିତି କରି କରିଛେ ମୁଁ ଯେନ୍ ନାଚ ନାଇଁ କଲି ଆଚ୍ଛା ଆମର ଗାଁରେ ଗୋଟେ ନାଚ କରୁଥିଲେ କୁର୍ଲା ଯାଇଥିଲେ ହୁଁ ଯେନ୍ ଦିନ ଆମର ଗୋଟେ ମନୁ ଝାଙ୍କର ତାଙ୍କର ମା ଖରାପ ହେଇଗଲେ ସେ ଇନ୍ଦ୍ର ସୁନ୍ଦର ଝାଙ୍କର ବନିଛି ହୁଁ ସେ ନିଜେ ଗଲା ଭିତରେ ମୁଇଁ ସେ ରୋଲଟି କରୁଥିଲି ହୁଁ ନିଜେ ନାଚ ଲାଗିଲାଟା ନିଜେ ବି ସବୁ ଜାଗା ନାହିଁ ହେନ୍ତା କେତେ କହିବେ ସବୁ ଜାଗା ମୁଁ ନିଜେ କରିଛେ ଆଚ୍ଛା ତ ଆପଣ ଯେ ରୋଲ କରିଛନ୍ ଆଜ୍ଞା। ଆପଣ କେ ରୋଲ ମାନେ କଷ୍ଟ ଅଛି ଲେଡିଜ ରୋଲ ବି କହିଲେ ଆପଣ ଲେଡିଜ ରୋଲ ବି କରିଛନ୍ ଜେଣ୍ଟସ ରୋଲ ବି କରିଛନ୍ ରାଜା ହଉଥିବେ ହିରୋ ହଉଥିବେ ବିଭିନ୍ନ ପ୍ରକାର ଆଜ୍ଞା କେନ୍ କେନ୍ ରୋଲ ସବୁ ଆପଣକେ ପ୍ରକୃତରେ କଷ୍ଟ ଲାଗ୍ସି ଆଉ କେନ୍ କେନ୍ ରୋଲ ସବୁ ଇଜି ଲାଗ୍ସି ଏନ୍ତା କିଛି ନାଇଁ ଥିଲା କଷ୍ଟ ବେଲେ ଆଜ୍ଞା ହିରୋଇନ ରୋଲଟା ହିରୋଇନ ବାଦେ ଯେନ୍ ରୋଲ କରୁଛି ଯେ ସେଟା ଟିକେ କଷ୍ଟ ବାକି ହିରୋ ରୋଲ ମନେ କଷ୍ଟ ନାଇଁ ପଡେ ଯିଏ ବି କରି ପାରବା କିନ୍ତୁ ହିରୋଇନ ମନକେ ବେଲେ ଯିଏ ରୋଲ କରବାର ଅଛେ ହିରୋଇନ ରୋଲ କରବାଟା ମହାନ କଷ୍ଟ ଆପଣ ତ ଏକାଧାରରେ ଜଣେ ଲେଖକ ବି ଡାଇରେକ୍ଟର ନାଟ୍ୟଗୁରୁ ଅଭିନୟ କରବାର ତ ଆପଣ କେ ଇଜି କେନ୍ଟା ଲାଗ୍ସି ଆପଣ ତ ଲେଖିଥିସନ୍ ଡାୟଲଗ ବି ଲେଖିଥିସନ୍ ଗୀତ ବି ଲେଖିଥିସନ୍ ସେ ରୋଲ ଲାଗି ତ ଆପଣ ପୁରା କମ୍ଫର୍ଟ ଲାଗ୍ସି ଆପଣ କଲାକେ ପୁରା ପ୍ରସ୍ଫୁଟିତ କରିପାରସନ୍ କେ ରୋଲ ଆପଣ
କରିପାରିଛନ୍ ଆଜି ପତେ ଆପଣଙ୍କର ଜୀବନ ଯେନ୍ ଜର୍ଣ୍ଣି କଲା ଜର୍ଣ୍ଣି ପୁରା একদম ଆପଣ ଇଜି ଲାଗସି ଆରୁ ଆପଣ କଲା ବାହାରି আছে କେନ୍ এটা ইজি লাগবার মানে যেটা কি ଆପଣଙ୍କୁ ପୁରା କମ୍ଫର୍ଟ ଲାଗସି ଇଜି ଲାଗସି আর କଲା দেখে পাপন ସେ ରୁଲ୍ ଆପଣ କଲା ଟିକେ ବାହାରছি ଅଧିକ ଟିକେ ବାହାରছি বেলে হিরো নাই আচ্ছা হিরো অ্যাকশন মে আগে যেটা নাট মনে ছিল হিরো মানে নাচুছে হুম এবার হিরো মানে নাচুছ হ্যাঁ সেটি বেশি মোর অ্যাঙ্গল মনকে দেখো হুম আর স্টেজ जिन নিয়ে ସେ ସ୍ଟେପ୍ କେ ଦେଖିକରି ହିରୋ ଯେନ୍ ଜାଗାରେ ନାଚ ଶିଖୁଛ ମୁଇଁ ନାଚ ଶିଖିଗଲା ଭିତରେ ତ ଅନେକ ଜାଗାନେ ମୋ ନାଚକେ ମା ଭଉଣୀ ମାନେ ବି ରେସରେ ଦେଖି ଆସ হুম ପ୍ରତ୍ୟେକ ଜାଗାରେ ହୁଁ। আর ସେମାନେ ପ୍ରଶଂସା କର ଏନ୍ତା ଗୋଟେ ହେଇଛି ତ ସେଠି ଭିତରେ ହିରୋର ସ୍ଟେପ୍ ମନକେ ଦେଖିକରି ମୁଇଁ ଆମର ଗୁରୁ ନାଚବାଟା ନେଇ ଶିଖାଇବାର ଯଦି ନାଚବାଟା ଶିଖାବ ବୋଲେ ତମେ ଏକା ଶିଖ ନା ବାବୁ ତମକୁ ପସନ୍ଦ ଲାଗୁଛି କିନ୍ତୁ ମୁଁ ନାଚବାଟା ନାଚି ହେଇଥାଏ ହୁଁ। ଖାଲି ହିରୋ ସ୍ଟେପ୍ ଭିତରେ କରବାଟା হুম। ଜାয়গা তো জমিকে সেই হিসাবে এটা তো কমফর্ট কথা মানে ইজি লাগবা কথা আচ্ছা খুশি ବି তো সেনে দিছে কি অন্য রোল ବି দিছে কে রোল করবা দিল আপন কে বড় খুশি লাগে এই রোল কোনটা বলতো সেই রোল না কি অন্য রোল ବି ଅଛି ଯେନ୍ রোল মনে ବି আপনাকে খুশি দিচ্ছে খুশি লাগছে সে রোল করে আপন খুশি দেওয়ার রুল বেলে রোজা রুল একটা খুশি আছে সেটা মুখে খুব খুশি দিয়ে প্রথম করে একটা রোজা একা নবী ভারি আগর না মানে পুরাণিক ছিল তো রোজা মনকে বার করো এবে কেন ভেলিয়ান भी বার করতে তার পিলা জন্য কথা কি নিয়ে কাল্পনিক বার না করে আর সে স্মৃতিকে মনে করতে কিন্তু খুশি দেওয়ার রুল প্রথম করে যদি রোজা বার হবা তার ডায়লগ দুই পত্র হবা গেলে হ্যাঁ এই নাচ বনা হবা না বলি অডিয়েন্সকে भी খুশি করে দিই সেটা হচ্ছে খুশির নাটর প্রথম যেটা রোজা রোজা যদি যার ଭଲ ହେଲା ଗାନା ଟିକେ ହେଲା କି ଭଲ action ଦେଖେଇଲା ତାର ଏଙ୍ଗଲ ନେଇ ପାରିଲା ଯେ ଇନା ଟିକେ ବନା ହେବା ରୋଜା ସେମିତି କରୁଛି ତ ସେ ତ କେତେ ପ୍ରକାର ଜିନିଷ ବନବେ বলিকে এটা একটা খুশি দেওয়া ডাইরেক্টর হিসাবে বা অভিজ্ঞতা অনুসারে আপন আচ্ছা আপন এতে দিন ହେଲା କଳାକ୍ଷେତ୍ରରେ ଅଛନ୍ ଆପଣଙ୍କର ଯୁବ ଅବସ୍ଥାରେ ବିଭିନ୍ନ ଗାଁ ଯାଇଛନ୍ ନାଚ ଫାଚ କରିକି ଆସିଛନ୍ କିଛି ଏନ୍ତା ସ୍ମୃତି ମାନେ ଅଛେ କେଁ ଭଲ ସ୍ମୃତି ମାନେ ହଉ ଭଲ ସ୍ମୃତି ବି ଆଉ ଖରାପ ସ୍ମୃତି ବି ବିଭିନ୍ନ ଆପଣଙ୍କ ଜୀବନ ଯାତ୍ରା ଭିତରେ ଯଦି ଅଛି ବୋଲେ ଆମର ସହିତ ସେୟାର କର କେନ୍ ଗାଁରେ ଯାଇଛନ୍ ବଢିଆ ଲାଗିছে ସ୍ମୃତି ମାନେ କେନ୍ ଗାଁରେ ଖରାପ ସ୍ମୃତି ବି ଅଛେ ଆଜ୍ଞା କଳାକାର ଜୀବନ ଗୋଟେ ଏନ୍ତା ଜୀବନ ହେ ସବୁ ଜାଗାରେ ଖୁସି ନେଇ ମିଲେ আর ସବୁ ଜାଗାନେ ହସ ବି ନେଇ ମିଲେ ମାନେ এটা হচ্ছে কলাকার জীবন দুঃখময় জীবন কিন্তু সম্মানটা নেই যেটাকে আমার শাস্ত্র মতের সঙ্গে মানে লক্ষ্মী সরস্বতী গোটে জায়গায় সম্পূর্ণ ভাবে নিরোপণ করিবে গোটে জায়গায় লক্ষ্মী যদি ছিমে পেলে সেনে ସାଙ୍ଗେ ସାଙ୍ଗେ ନିଆଯାଏ ଏମିତି ଗୋଟେ ଉପେନ୍ଦ୍ର ଭଞ୍ଜ ଥିଲେ କିନ୍ତୁ ଯେତେ କଳାକାର ବି ଅଛନ୍ତି ଆରୁ କଳା ଗୋଟେ ଏମିତି ଗୋଟେ ଯେ ପାଠ ସାଠ ଭିତରେ ବି ନେବେ ଯେନ୍ଟାକି ଆମର ଗଙ୍ଗାଧର ମେହେର କଥା ବି ଜାଣୁ ଆଜି ସେଟା କଲେଜରେ ବି ତାଙ୍କର ଲେଖାଟା ଅଛି କିନ୍ତୁ ସେ ଶିକ୍ଷାଗତ ଯୋଗ୍ୟତାର କମ ଇ ଷଷ୍ଠ ସପ୍ତମ ତାଙ୍କର ଆଜି କଲେଜର ବି ପାଠ ପଢିବେ ଆଜି ଆମେ ଦେଖୁ ଆମର ଏଇ ପଶ୍ଚିମ ଓଡ଼ିଶା କଥା ଆମର ଏଇ ହଲଧର ନାଇଁ ସେ ତ କହିସନ୍ ଯେ ମୁଁ 2.5 କ୍ଲାସ ପର୍ଯ୍ୟନ୍ତ ପଢିଥାଏ 3 କ୍ଲାସ ପତେ ପରୀକ୍ଷା ଦିନ ପାରେ 2 କ୍ଲାସ ପଢଲି 2.5 କ୍ଲାସ ପଢଲି ବାଟ ଛାଡି କିନ୍ତୁ ସେ ଆଜି ଛତିଶଗଡ଼ରେ ବି ତାଙ୍କର ବହିରେ ଭାରି ଗଲା ନା ଭାରତ ସାରା ଫେମସ ଅଛନ୍ତି ପଦ୍ମଶ୍ରୀ ଉପାଧି ସେ ଆଜି ମୁଁ କହିବି ଜିତେନ୍ଦ୍ର ହରପାଲି ସେ ବି ଗୋଟେ ପଦ୍ମଶ୍ରୀ ଉପାଧି କିନ୍ତୁ ସେ ବି ଗରିବ ସେ ବି ଆଜି ସମ୍ବଲପୁର ଯାକୁ ଇଏ କରିବେନି ତ କଳାକାର ଜୀବନ ଆଜ୍ଞା ଏମିତି ସଂଘର୍ଷପୂର୍ଣ୍ଣ ଦୁଃଖ ସମୟ ଏକା ଜଡିତ କିନ୍ତୁ ସମ୍ମାନ ଆଚ୍ଛା ଆପଣ ଏକାଧାରରେ ନାଟ ବି କହିଲେ ଡ୍ରାମାର ବି କହିଲେ ତାପରେ ଘୁମରା ଆଉ କୀର୍ତ୍ତନ ବି ତ ଆପଣ ମାନେ ନିଜର କଳା ପ୍ରଦର୍ଶନ କରିଛି ଘୁମରା ବିଷୟରେ ଆପଣ କିଛି ଆନ୍ସର କହିଲେ କେବେ ଆପଣ ଘୁମରା ଗାଁରେ କେବେ ମୋଟେରେ କେବେ ହେଇଥିଲା ଘୁମରାରେ କେନ୍ କେନ୍ ଜାଗାରେ ଆପଣ ଯାଇଛନ୍ ପାର୍ଟିସିପେଟ କରିଛନ୍ ଟିକେ କହିଲେ ଭଲ କାମ ଆଗେ ତ ଆଜ୍ଞା ମୁଇଁ ଯେତେବେଳେ ଜାଣବା ହିସାବର କଥା କହିବି ମିଟରର କଥା କହିବି ବେଲେ ମିଟର ଆଗେ ଘୁମରା କମ୍ପିଟିସନ ହଉଛି ଦଗାଁ ଆମପାଣି ତାପରେ ତାଲଗୁର ଇ ଜାଗା ମତେ ଇଏ ତାପରେ ଆମର ପ୍ରଥମ ମିଟରରେ ବେଲେ ମିଲରେ ଗୋଟେ ହବାଟା ଯେମିତି ସେତେବେଳେ ଆମର ଆମେ ଘୁମରା କରୁଥିଲେ ରାଇସ୍ ମିଲ୍ ଥିଲା ଏ
ପଣ୍ଡା ଘର ପଣ୍ଡା ଚାଲ ବାନ୍ଧେ ସେତିବେଳେ ଅକ୍ସି ଲୋକ ତାର ପଛେ ପଛେ আমার মোটর গাঁকে ବି ଆଣିବ କିନ୍ତୁ ମିଲ୍ ଆମର ମିଲ୍ରୁ ଏକା ରାଇସ୍ ମିଲ୍ରୁ ଏକା ସେତିକି ପର୍ଯ୍ୟନ୍ତ ଥିଲା ମୁଁ ଛୋଟ ଥିଲି ମୁଁ ଟିକେ ଅଧେ ଜାଣିଛେ ମୋର ବାପା ଶୁଣେ ବି ଯାଇତେ ମୋର ବାପା ଗୋଟେ କଳାକାର ଥିଲେ ମୁଁ କାମେ ଯେ ନିଅ ସେତିବେଳେ ଘୁମରା ତାକୁ ଭଲ ଲାଗିବ ନିଅ ଥରେ ଥରେ ଏମିତି ବି ବଣେ ବୁଣା ଦେଇକରି ବି ଯାଉ ସେଇ ହିସାବରେ ମୁଁ ଟିକେ ଅଧେ ଜାଣିଥାଏ ବଡ଼ ବଡ଼ ଯୁଗ ବି ତାପରେ ଆମରି ଘୁମରାର ସୃଷ୍ଟିଟା ଆଜି ପତେ ବି କିଏ ବି ଟିଭିରେ ନେଇ ଦେବାର୍ଟା କିମ୍ବା ଏଇ ଚ୍ୟାନେଲ ମତେ ନେଇ ଛାଡ଼ବାର୍ଟା ସବୁ ଜିନିଷ କରିସାରିଲେ ନା ସେଟା କିଛିଟା ଗୋଟେ ବାକି ରହିଯାଇଛି ସବୁ ସର୍ଚ୍ଚ କଲେ ମିଳିବ ମୋବାଇଲରେ କିନ୍ତୁ ଘୁମରାଟା ନେଇ ମିଳିପାରେ ସେଟା ଆମ ପୌରାଣିକ ମତରେ କହିସନ୍ ତା ପୂର୍ବର କଥା ତ ନେଇ କହେ ଟିକେ ଅଧେ କହିଦେସି ଆମର ଲଙ୍କାର କଥା এই লঙ্কেশ্বরী দেবী ঠাকুর একটা সৃষ্টি হয়েছে আর যেତେବେଳେ গঙ্গবংশ শাসন চালিয়েছিল তারপরে সিনা নাগবংশ রাজা আসলে চিহ্নকনা ধরিকরি যেତେବେଳେ ଗଙ୍ଗବଂଶ ଶାସନ କଲା ବେଳେ ପ୍ରଥମ କରି ଆମ ସୁରେଖା ଦେବୀ ତାଙ୍କ ଝିଅ ଥିଲେ ଜୁନାଗଡ଼ ପୁରାତନ ନଗରରେ ସେନୁ ଏକା ଘୁମରା ସୃଷ୍ଟି ହେଇଥିଲା ଆରୁ ଲଙ୍କା ଦେବୀ ଯେତେବେଳେ ହେଇଥିଲା ଲଙ୍କେଶ୍ୱରୀ ବୋଲିକି ସ୍ଥାପନା କରିକିରି ସେ ଲଙ୍କା ଠାରୁ ଗୁରିଆ କ୍ଷେତ୍ର ଏକା ଆସିଛନ୍ ଲଙ୍କେ ଦେବୀ ବୋଲିକି ସେ ଶ୍ରଦ୍ଧା ହେଇକରି ସେନୁ ଘୁମରା ସୃଷ୍ଟି ପରେ ମାଣିକେଶ୍ୱରୀ ମନ୍ଦିରରେ ବାଜିଲା ଆଉ ତାପରେ ସବୁ ଆମର କଳାହାଣ୍ଡିରେ ପ୍ରସିଦ୍ଧ ହେଲା ଆମର କଳାହାଣ୍ଡିର ବୀରବାଦ୍ୟ ଘୁମରା ତାପରେ ଘୁମରା ପ୍ରସିଦ୍ଧ ବୋଲିକି ହେଇଛି ଆଉ। ପ୍ରସିଦ୍ଧ ହେଲା ତାପରେ ଆଜି 1982 ସାଲରେ ବି ଏସିଆନ୍ ଯାଇଥିଲେ ଋଷିଆକି ଇ ଘୁମରାର ପ୍ରଥମ ସ୍ଥାନ ହେଇଥିଲା ଆଣ୍ଡାମାନ ନିକୋବର ଯେତେବେଳେ ଥିଲା ବୈଦ୍ୟ ମନକେ କଲା ପାଣି ଦଣ୍ଡ ଦିଆ ହଉଥିଲା ସେଇ ଜାଗାରେ ବି ଘୁମରା ପ୍ରଶଂସିତ ତାପରେ ଦିଲ୍ଲୀରେ ବାଜିଲା ତାପରେ ଘୁମରାକେ ରୋମାଣ୍ଟିକ ହିସାବରେ ସବୁ ଜାଗାରେ ପ୍ରଥମ ସ୍ଥାନ ଥିବା ଦ୍ୱାରା କଳାହାଣ୍ଡିରେ ଘୁମରା ବୋଲିକିରି ତାକେ ବିଶ୍ୱ ଦରବାରରେ ଏଇଟା ହେଲା ପ୍ରଚାର ଆଚ୍ଛା କରିଦେଲେ ଆଉ ଗୋଟେ କଥା ଆପଣ ପରବର୍ତ୍ତୀ ଅବସ୍ଥାରେ ଆପଣ ଯେନ୍ଟା କହିଲେ ଛୋଟ ସମୟରେ ଆପଣ ସେନାକେ ଦେଖବା ଲାଗି ଯାଉଥିଲେ ତାପରେ ଯେତେବେଳେ ଆପଣ ବଢିଲେ ଘୁମରାରେ ବି ଏତ ସକ୍ରିୟ ଅଂଶ ଆପଣ ମାନେ ନେଇଛନ୍ କି ନେଇନି ନାଇଁ ମୁଁ ନେଇନି କିନ୍ତୁ ଦିନେ ଦିନେ ମୁଇଁ ତାଲ ବଜେଇଛେ ଠିକ ଅଛି ନା ସେଟା ସକ୍ରିୟ ଅଂଶ ତାଲ ବଜାବାଟା ବି ଘୁମରାର ଗୋଟେ ସେଟା ବି ଅଂଶ ହେଲା ଆପଣ ତାଲ ବଜେଇଛନ୍ ଘୁମରା ତାଲ ବଜେଇଛେ ଷ୍ଟେଜରେ ବି ଯାଇଛେ ରେସେନ୍ ଭଲ ତାଲ ବୋଲି ଭଲ ତାଲ ବଜଉଛେ ପିଲା ଗୋଟେ ବଡ ବଡ ସେଠି ଛୋଟ ଥିଲି ଆରୁ ମୁଇଁ ତାଲ ବି ବଜେ ବଜେ ଶିଖିପାରିଛେ ଆଉ ଗୋଟେ କଥା ଆମେ କେତେ ବର୍ଷ ହେଲା ଦେଖୁଛୁ ମୋଟେଲ ଗାଁରେ ବି ଘୁମରାରେ ନାଁ ଉଡଉଛନ୍ ବର୍ତ୍ତମାନ ଚମ୍ପେଶ୍ୱର ଘୁମରା କରି ଅଛନ୍ ବିଭିନ୍ନ ଗାଁରେ ପ୍ରାୟ ଯାଉଛନ୍ତି ପ୍ରତ୍ୟେକ ଗାଁରେ ମାନେ ଗଲେ ପ୍ରାୟ ଆଣୁଛନ୍ ନା ତ ଏପରି ଚମ୍ପେଶ୍ୱର ଘୁମରା ଦର ବିଷୟରେ ଆପଣ କାଣ କହିବେ ଚମ୍ପେଶ୍ୱର ଘୁମରା ଦଲ ତ ଯେତେବେଳେ ଗୁରୁ ଥିଲେ ଆମର ମହେଶ୍ୱର ସେ ଏକା ଚମ୍ପେଶ୍ୱର ଦଲକୁ ଉଠେଇଛନ୍ ପୂର୍ବରୁ ବି ସେ ଗୁରୁ ଅନେକ ଜାଗା ଶିଖି ବୁଲିଛନ୍ ତାଙ୍କ ଠାରୁ ବି ମୁକେ କିଛି ଗୋଟେ ଲାଇନ ବତାଇଲେ ଆରୁ ଅନୁଷ୍ଠାନ କି ଯେତେବେଳେ ମୁକେ ନେଲେ ଅନୁଷ୍ଠାନ ବାଲେ ମୁକେ ଟିକେ ତଳୁ କରିଦେତନ୍ ଆରୁ ଟିକେ ତୁମ କରା କରିଯାନ୍ ଯେତେବେଳେ ସତ୍ୟ ନାୟକ ମତେ କେତେଟା କ୍ୱେଶ୍ଚିନ୍ ପଚାରିଲେ ସେ କ୍ୱେଶ୍ଚିନ୍ ଘୁମରା ଗ୍ରୁପ ସେ ବି ଘୁମରା ଗ୍ରୁପ ଥିଲେ ତାଙ୍କର ଗାଁ ସରିଗୁଡ଼ା ମେସରା ପାଖ ସେ ମୁକେ କେତେଟା କଥା ପଚାରିଲା ପରେ ମୁଁ କହିଲି ତାପରେ ତୀର୍ଥ ଦଳପତି ମତେ କେତେଟା ପଚାରିଲେ ସେତିବେଳେ ଏବେ ତୀର୍ଥ ଦଳପତି ସହିତ ବହୁତ ସମ୍ପର୍କ କିନ୍ତୁ ଆଗରୁ ଏତିକି ସମ୍ପର୍କ ନେଇଛେ ମୁକେ କେତେଟା ପଚାରିଲେ ତେଣୁ କଥା କହିଲା ପରେ ମତେ ନାଇଁ ଏ ଲୋକେ ଆମ ଘୁମରା କମିଟି ରଖବାର ଆରୁ ଏ ଘୁମରା ବିଷୟ ବହୁତ କିଛି ଜାଣିଛନ୍ ବୋଲିକିରି କହିଲେ ଆରୁ ଆମର ଏବେ ଯେନ୍ ଉପ କମିଟି ଅଛେ ଆମେ କମିଟି ତ ତାଙ୍କର କଲେକ୍ଟର 13ଟା ବିଡିଓ ସବ କଲେକ୍ଟର ଏଇମାନେ ରହୁଛନ୍ ଆମକୁ ଉପ କମିଟିରେ ଦାୟିତ୍ୱ ଦେସନ୍ ଆର୍ କଳାହାଣ୍ଡି ଉତ୍ସବରେ ଆମକେ ଘୁମରା ବାବଦେ ସବୁ ବିଷୟ ବସ୍ତୁ ବୁଝବା ଲାଗି କହିସନ୍ 5 ଜାନୁଆରୀ 24 ତା ପୂର୍ବରୁ ମିଟିଂ ମାନେ ଆମକେ କଲେକ୍ଟର ବି ଡକାସି ଆଉ ଗୋଟେ କଥା ପ୍ରଧାନ ଆଜ୍ଞା ଆମେ ବି ଯେତେବେଳେ ଛୋଟଥିଲୁ ସେତେବେଳେ ସେତେବେଳେ ଟିଭି ନେଇଥି ଏবার বলে মোবাইল নেই তো নাটর ভারি দিন যেতবেলে ফোক যাত্রা হচ্ছিলা 3 দিন নাট হচ্ছিলা দশরা টাইমরে নাট হচ্ছিলা আমরা ছোট ছোট ଥିବା ସମୟରେ ବି ନାଟ ହବା ଅଛି ବେଲେ ସମସ୍ତେ ଗାଁ ସାରା ବଡ ଲୋକ ছোট ଲୋକ ଲେଡିଜ ସମସ୍ତେ ଉତ୍ସାହ ସେ ସନ୍ଧ୍ୟା ନେଇଯିବା
ଆମେ ବି ନାଟ ଦେଖି ଯାଉଥିଲୁ ବହୁତ ଆକର୍ଷଣ ଥିଲା ନାଟ ତ ଆପଣ କାଣ ଅନୁଭବ କରୁଛ ଯେ ଆଗ ନାଟ ମାନଙ୍କର ମାନେ ଶାଗ ତଥ୍ୟ ହଉ ତାଙ୍କର କଳା ହଉ ତାଙ୍କର ଲୋକମାନଙ୍କ ଭିତରେ ଆକର୍ଷଣ ହଉ ଆଉ ଏବେର ମୋବାଇଲ ଦୁନିଆରେ ଏ ବର୍ତ୍ତମାନ ଲୋକମାନଙ୍କ ପାଖେ ସରକାର ହାତ ମୋବାଇଲ ଅଛେ ଘରେ ଘରେ ଟିଭି ଅଛେ ତ ଏବେର ନା ମୋବାଇଲ ଛାଡ଼ିକରି ନାଟ ଦେଖି ଆସିବା କାଣ ଡିଫରେନ୍ସ ଅନୁଭବ କରୁଛନ୍ତି ଆଗ ଲୋକମାନଙ୍କର ନାଟ ଉପରେ ଆକର୍ଷଣ ଏବେ ଲୋକମାନଙ୍କ ନାଟ ଉପରେ ଆକର୍ଷଣ ଆଗ ନାଟର କ୍ୱାଲିଟି ତାଙ୍କର କଳା କ୍ୱାଲିଟି ଗୀତ ବାଦ୍ୟ ସାଜସଜ୍ଜା ଏବେ ନାଟର ଗୀତ ବାଦ୍ୟ ସାଜସଜ୍ଜା ଏ ଦୁଇଟା ଜିନିଷ ଉପରେ ଆପଣ କାଣା ଡିଫରେନ୍ସ ଅନୁଭବ କରୁଛନ୍ତି ଦେଖନ୍ତୁ ଏବେ ଆମର ଆମେ ଯେତେବେଳେ ନାଟ ମନେ ଆରମ୍ଭ କରିଥିଲୁ ଏ ପେଣ୍ଡାଲ ବି ନିଭାରିଛୁ ଆମେ ଯେନ୍ ପେଣ୍ଡାଲ କି ଦେଖୁଥିଲୁ ଯେ କୋରାପୁଟିଆ ମାନେ ପଟା ଦେଇ କରି ହୁଁ। ଆମର ଆଡେ ଆଡେ ଆସୁ ହୁଁ। ସେତିବେଳେ କୋରାପୁଟ ଜିଲ୍ଲା ମାନେ କୋରାପୁଟ ଜିଲ୍ଲା ଯେନ୍ ଗୋଟେ ଜିଲ୍ଲା ଥିଲା ସେଟା 13ଟା ଜିଲ୍ଲା ଭିତରେ ହୁଁ। ଭିତରେ ଅବିଭକ୍ତ କୋରାପୁଟ ଜିଲ୍ଲା କୋରାପୁଟ ଜିଲ୍ଲା ଗୋଟେ ଥିଲା ଏବେ 4ଟା ହେଲା ହଁ ସେତିବେଳକେ ତାଙ୍କର ସେ ବାଟର ଗୁରୁ ଗୋଟେ ବି ଥିଲା ସେ ଖରାପ ହେଇଗଲେ ନା ହୁଁ। ଆରୁ ରେଡିଓ ଷ୍ଟେସନ ବି ନେଇছে ଭବାନୀପାଟଣାରେ ଜୟପୁର ଷ୍ଟେସନ ଗୋଟେ ଦେଖୁ আর সময় ଟିକେ ରେଡିଓ ମାନେ শুনি ହୁଁ। ଆରୁ ସେ ଗୁରୁ ବି ଗୋଟେ ବହୁତ ବଡ ଗୁରୁ ଥିଲେ ହୁଁ। ତାଙ୍କ ପେଟା ପଡସନ ନା କେ ଇନ୍ଦିରା ଗାନ୍ଧୀ ହତ୍ୟାକାଣ୍ଡଟା ମନେ ଲେଖନ ହୁଁ। ତାଙ୍କ ଚୈତନ୍ୟ ବିଷୟ ଗୁଡ଼ିକ ଥିଲେ ହୁଁ। ସେତିକିବେଳେ ଆମେ ସେଟାକେ ରେଡିଓ ଶୁଣି ଶୁଣି ଲକ୍ଷ୍ୟ କରୁ ଆର ଆଗରୁ ଏବେ ଗୁରୁ ମାନେ କାଟୁଛନ୍ ବେଲେ ଅଙ୍କା ଗୀତ କେ ଫଲୋ କରି କରି ଗୋଟେ କାଟମୁ ती केन पिला गुटे कहला जे नहीं उनका स्वर गुटा हमके गीत दिया गया जे हमें से गाना के हमको पसंद रखे से गाना हिसाब से स्वर गुटे फॉलो करके लगे पिले लिखि दी पारथिले ହୁଁ। आगे हमें जते बेले ई टीवी भी नहीं थई ହୁଁ। मोबाइल भी नहीं ହୁଁ। थई ହୁଁ। ହୁଁ। ଆମେ ସେ ଗୋଟେ କଥା ଭାବୁ ଯେ ରେଡିଓ ରେ ରାତି 9 ବଜାନେ ଗୁଟେ ଶୁଣୁ ଗୀତ ମାନେ ଯେ ସେଟା ସେଠି ବେଲେ ସେ ଅନୁରାଧା ପୌଡୱାଲ ସେ କାଁ କେମିତି ଥିଲେ ହୁଁ। ସେ ଗୀତ ମାନକେ ଶୁଣୁ ଆର ସେଟା କେ ଟିକେ ଗାନା के सुनी करी से गीत के लेखमु आरो से हिसाब रो गीत करी के करू किंतु एबर गुरु माने काना एबे संगे संगे लिखि दउतन गुटे सर्च कर दउतन से गाना गुटे सुनी देले लिखि देले सेची बेल के से तार अंतरा बाहर करवा लागि तार पद बाहर करवा लागि मते करते आरो से रेडियो ठाणे का जहाज सेची तो टीवी भी नहीं से आमा गीत रखला गए एंता करी करी আচ্ছা মুই তো ଏବେ নাট মানে প্রায় নেই দেখি ଯିବାର ନା ଆଗ ତୁମେ ନାଟ ଦେଖି ଯାଉଥିଲୁ ଏବେ ଆପଣ ତ ନାଟ ତ ଏବେ ଦେଖି ଯାଉଥିବେ ନାଟ ପାଖରେ ଗାଁରେ ଏବେ ନା ଦେଖବା ଲାଗି ମଜା नहीं लगवा ना ये ସେ କଥା ये ओदे ମୋର କୋଶ୍ଚିନ ପଚାର ସେଟା ଯେ ଆଗ ଆପଣ ଯେ ନାଟ ଦେଖି ଯାଉଥିଲେ ଏବେ ବି ନାଟର ଚାହିଦା ଅଛି କି ଲୋକମାନେ ନାଟ ଦେଖି ଆସୁଛନ୍ତି କାଁ ଅଛି ଏବର ଯୁଗ ହିସାବରେ ଏବର ଯୁଗର ପିଲାମାନେ ତାଙ୍କର ହିସାବର ଯେମିତି ଡାଇଲଗ ଫାଇଲଗ ହିଟ୍ ସେମାନେ ଦେଖୁଛନ୍ ପସନ୍ଦ କରୁଛନ୍ ଆମେ ବି ଯାଉଛୁ ଦେଖି ଯେ ଆମକେ ସକାଳ ଦେଖବା ଲାଗି ଟିକେ ସମୟ ସମୟ ମିଳିବ ନେଲେ ବୟସର ହଉ ହଏ କି ସେ ଜୋଶର ହଉ ହଏ କିନ୍ତୁ ଏବର ଯୁବ ସମାଜ ଏବର ଯେନ୍ ମାନେ ନାଟ ଦେଖି ଦେଖି ପୁରା ଷ୍ଟାର୍ଟିଂ ଭିଡ ଭିଡ ଜମୁଛି ଆଉ ନାଟର ଚାହିଦା ଅଛି କେମିତି ନାଇଁ ଚାହିଦା ତ ଅଛି ଦେଖୁଛନ୍ କିନ୍ତୁ ଆଗର ପରିମାଣରେ ନେଇ ବସବା ନେଇ ଦେଖିବା ନା ଯାହାର ସମୟ ଅନୁପାତରେ ବଦଳବା ନାହିଁ ସମୟ ଏକା ସେଟା ବତାସି ଆମେ ସେ ନା ଗୁରୁ ହିସାବରେ ବି ଥିମୁ ଆର ଏବେ ବର୍ତ୍ତମାନ ବି ଅଛୁ ଏବେ ଘୁରା ଲାଇନକେ ପଳେଇ ଆସୁନ ନା ବୋଲିକି ନାଟ ଟିଭି ଟିକେ ଦେଖୁଛୁ କିନ୍ତୁ ନାଟ ଲେଖୁଛୁ ନା ଆମେ ବୋଲିକି ଦେଖୁଁ ଆର ଟିକେ ସକାଳ ତ ଦେଖବା ଲାଗି ଆମର ଯଦି ନାଇଁ ଆପଣଙ୍କ ନାଟ ବି ମନେ ଅଛି ତାକି ଆପଣଙ୍କ ନାଟ ମନେ ଆଜ୍ଞା ନୂଆ ଗୁରୁ ନାଟ ମାନେ ଚାଲିଛି ଆରୁ ଆଗରୁ ଆପଣଙ୍କ ଯୋଉମାନେ ଲେଖା ମାନେ ପ୍ରାୟ ନେଇ ନାହିଁ କି ଅଛି ଗୋଟେ କଣ ଗାଁରେ ନାଇଁ ଥିଲା କର୍ମ ବୋଲୁଛନ୍ ଆରୁ ମୁକେ ଖବର ବି ଦଉଛନ୍ ମୁଇଁ ବୋଲୁଛେ ଦେଖ ଯଦି ନେବ ବେଲେ ମୁଁ ପୁରାଣ ବି କରିବି ମୁକେ ସମୟ ନେଇ ମାଗବ ନା ଆର ସେ ସମୟ ମୋର ନେଇ ନା ବୋଲିକି କହୁଛେ ଆରୁ କିଛି କଳାକାର ଜୀବନ ନେଇ ମାରେ ଦିନେ ବି ଏବେ ଦୁଇଟା ଗାଁ କହୁଛନ୍ ଏବେ ଗୋଟା ଗାଁ ଲୋକ କହୁଛେ ନାଇଁ ଆଜ୍ଞା ତୁମ ନାଟ ଲଗାବ ଆରୁ ଶିକା ଶିକା ବୋଲି କହୁଛନ୍ତି এখন বাবু কিন্তু কলাকার মানে এই গাছ সে গাছ খোলাবে আগে আমি গুটে গাঁকে না দৌড়ছি না গুটে গাছ পিলাকে শিখুছি ଏବେ କାଣା ସେ ନ ଭିଲିଆନ ଗୁଟେ ଭଡ଼ାନ ସେ ନ ହିରୋଇନ ଗୁଟେ ଭଲ କରି ଭଡ଼ାନ ଆର୍ କାଁଟା ଆରୁ ସେ ଗୁରୁ ମହତ୍ଵ ରହିବାଟା ଆର୍ କାଁଟା ଶିଖି ପାରବା ତ ସେ ପିଲା ତ ଯେତିକି ଶିଖିছে ଶିଖବା ସେ ଭିଲିଆନ ଯେତିକି ଜାଣିছে ସେ ତାର ଡାଇଲଗ କହୁଛି ଯେନ୍ ଦାସୀ ମାନେ ଯେନ୍ ବେଟା ଭଡ଼ା ଆଣୁଛୁ ସେ ମାସୁଛୁ ଏଟା ଶିଖା ବଜାଏ ବୋଲିକିରି
ଆମେ ଟିକେ ଭାବି ଦଉଛୁ ଆଉ ରହିଯାଉଛି। ତ ପ୍ରଧାନ ଆଜ୍ଞା ଏବେ ଯେନ୍ ଆପଣ ନାଟ ଫାଟ ଯୋଉ ବିଭିନ୍ନ ଜାଗାରେ ଦେଖି ଦଉଛନ୍ କେନ୍ କେନ୍ ଗାଁ ନାଟ ମାନେ ଏଟା ପ୍ରକୃତରେ ଭଲ ଲାଗୁଛି ସେ ଗାଁ ନାଟ ମାନେ ଗୋଟେ ଭଲ ମନୋରଞ୍ଜନ ଦେଇ ପାରୁଛନ୍ ତାଙ୍କର କଳା ବି ଦେଖି ପାରୁଛନ୍ ଦୁଇ ତିନିଟା ଗାଁ ନାଟ ଆପଣ କହି ଦେଖୁନ୍ ଯେନ୍ ଯେନ୍ ଗାଁ ନାଟ ମାନେ ଆପଣଙ୍କୁ ଭଲ ଲାଗିছে ଜଣେ କଳାକାର ହିସାବରେ ଗୋଟେ ଗୁରୁ ହିସାବରେ ଗୋଟେ ଅଭିନୟ କରିବା ହିସାବରେ ଏବଂ ନାଟ ସେ ନାଟ ମାନେ ମାନେ ଭଲ ଲାଗୁଛି ଲୋକେ ଆକୃଷ୍ଟ କରିପାରୁଛନ୍ ଭଲ କରୁଛନ୍ ଦେଖୁନ୍ ଆଜ୍ଞା ନାଟ ମାନେ ଏବେ ଏଇଟା ଗୋଟେ ଅଛି ସୁନ୍ଦର ତୃପ୍ତିର ଅବସାଦ ନାହିଁ ଯେତେ ଦେଖିଥିଲେ ନା ଦିଆଥିଲେ ହୁଁ। এটা উপেন্দ্র গঙ্গে লিখিଥିଲେ তো ଏବେ ଯେତେ ନାଟକେ ଆମେ ଦେଖୁଛୁ ହୁଁ। ସେ ନାଟ ଗୋଟେ ଥର ଯଦି ଗୋଟେ ଗାଁକେ ଗଲା ବେଲେ ଦ୍ୱିତୀୟ ବାର ନେଇ ଡାକବାର ନା ଲୋକ ହୁଁ। ଆଗେ ଯେ ଗୋଟେ ନାଟ ଯଦି আসলা বেলে 5 বরস বি সে নাটকে দেখবার লাগি ইচ্ছা করে আমি সেটা পৌরাণিক মনে ছিল কাল্পনিক নাট তো সবই সমান ভরিয়া জনা পড়ছে যে কিন্তু গোটে রানী আর বড় রানী আর সান রানী নিଥିବା নাট নেই না সেনু স্টোরি ভার হচ্ছে সবু গান নাটকে সেম করা লাগুছে তো মুই মোর অনুভূতি যা আছে যে মুই কিন নাটকে এটা সবু নাটকে গোটে প্রকার লাগুছে না রইবা বলতে আমি ভাবছি আঘ কাল্পনিক নাট নেই ଆମେ ଯେତେବେଳେ ଛୋଟ ଥିଲୁ ଆମେ ତ ଗୋଟେ କାଲ୍ପନିକ ନାଟ ନାଇଁ ଦେଖି ଗୋଟେ କାଲ୍ପନିକ ନାଟ ନାଇଁ ଦେଖି ପୌରାଣିକ କାକା ନାଟ ନା ଏବେ ଯୁଗ ಅಂತ ବଦଳି ଯାଇଛି ଲୋକେ କାଜେ ଏଟା ପୌରାଣିକ ନାଟକେ ଛାଡ଼ିଦେଲା ଆଉ ସମସ୍ତେ ଖାଲି କାଲ୍ପନିକ ନାଟରେ ଅଛନ୍ତି ଆପଣ ଏଥିରେ କାରଣ ସେଟା କାରଣ 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 ଆଜ୍ଞା ଯଦି ତ ଗୋଟେ ପୌରାଣିକ ନାଟ କଲା ପୌରାଣିକ ନାଟ ନେ ଭଡ଼ା କ୍ଲିୟର ଦେଇକରି କରି ପାରେ ଏବେ ମନେ କର ଗୋଟେ ମୁଇଁ ଗୋଟେ କଥା କହୁଛେ ଗୋଟେ ସୁଭଦ୍ରା ଅର୍ଜୁନ ସନାଇକା ବିହା ହେବା ସେ ତ କୃଷ୍ଣ ସନାଇ ବିହା ବେଲେ କୃଷ୍ଣ ଭାଇ ଏକା ବରବା ବିହା ନିଏ ନା ଏବେ କାଣା ହଉଛି ଦିନ ନାଟର ରୁଲ କରୁଛନ୍ତି ଯେ ସେ ଖାଲି ଗୋଟେ ଗୀତ ଏକା ସବୁ ଜାଗା ନା ଚଲୁଛି ତାର ଦେଶ କେ ଟିକେ ବଦଳେଇ ଦଉଛି ଆରୁ ତାର ନିଜ ନାଁ ଗାଁକେ ବଦଳେଇ ଦଉଛି ଆରୁ ସେ ହିରୋଇନ ନାଟ କରୁଛି କିନ୍ତୁ ପୌରାଣିକ କି ଯଦି ସେ ପଡ଼ିଯିବା ସେ ପ୍ରକାର ମାନେ ଏବେ ଗୋଟେ ପୌରାଣିକ ଡାଇଲଗ କହିକି ଗୋଟେ ଭେଲିଆନ ବାହାରିଲା ବେଲେ ଆମର ଗୋଟେ ଧର ଆମ ସୁଭଦ୍ରା ଗୋଟେ ଗୋସିଆ ବାହାରିଲା ଭେଲିଆନ ସେ କାଣା କହିବା ଯେ ଓ ମନ୍ତ୍ରୀ ଶ୍ରେଷ୍ଠ ଜପାସୁର ଆଉ ଧରା ପୃଷ୍ଠେ ବୀର ଅଛନ୍ତି କି ଚତୁର୍ଦିଗ କରିଦି ବିଜୟ ତେଣୁ ମତେ ରାଜାଙ୍କୁ ଦେବାସୁର ବାଦେଇ ନିଜ ବାହୁ ବଳେ ତେଜି ମେରୁ ପନ୍ଦର ଫିଙ୍ଗି କିନ୍ତୁ ରକ୍ଷା କରି ଇନ୍ଦ୍ର ଦିଗପାଲ ଗୁଣ ରଣେ ହାରି କଲେ ମମ ଦାସତ୍ୱ ଶିକାର ବିଧି ପରେ ଅଟେ ମହି ଅଜର ଅମର ଜୟ କରିବାକୁ କିନ୍ତୁ ବିଧି ବାକ୍ୟ ହଇଲେ ସ୍ମରଣ ଏକା ବେଲେ ଦୂର ହୁଏ কাল্পনিক ভেরিয়েন্ট যদি ভাড়া হবে অবিশ্বাস এই দুনিয়াটা ଏନ୍ତା ଗୋଟେ ଫରକ ପଡୁଛି ତ ଇ ସବୁ କଥା ଏରିଆଟା ଖସିଗଲା ବେ ଆଉ ବୁଝିବାକୁ ହେବ ଏନ୍ତା କଥା ମାନେ କାଲ୍ପନିକ ଡାଇଲଗ କିନ୍ତୁ ପୁରାଣର ଡାଇଲଗର ମଞ୍ଜି ଅଲଗା ପ୍ରକାର ଯେ ବି ପୁରାଣିକ ଦେଖିଲା ବେଳେ ତାର ବୁଝିପାରିବନି ତା ପୂର୍ବରୁ କହିଥିଲି ଯେ ରସ ମାନେ ଅଛି ସେ ତ ଅନେକ କିଛି ରସ ବୀର ରସ ବି ଅଛି ହାସ୍ୟ ରସ ଶୃଙ୍ଗାର ରସ ବିଭତ୍ସ ରସ ଅଦ୍ଭୁତ ରସ ଅଛି ଏନ୍ତା ରସ ମାନେ ନେଇ ଥିବା ନା ରେ ଯେ ଯେନ୍ତା କରିପାରିଲା କାଲ୍ପନିକ କରି ଲୋକେ ଖୁସି କରାବାଟା ପ୍ରଧାନ ଆଜ୍ଞା ପୌରାଣିକ ନାଟର ଆବଶ୍ୟକତା ଅଛି ଯେନ୍ଟା ଆମେ ପୌରାଣିକ ଛାଡ଼ି କରି କାଲ୍ପନିକଟା କରି ନାଟର ଗୁରୁତ୍ୱ କଲା କଲା ଅନୁକୂଳ ଲାଗୁଛି ତ ପୌରାଣିକ ନାଟର ଗୁରୁତ୍ୱ ନିଶ୍ଚୟ ବ୍ୟାକ୍ କରବା ଲାଗି କାଣା ସବୁ କରବା ପଡବା ଗୁରୁତ୍ୱ ତ ଅଛି ଆଜ୍ଞା ନିହାତି ଭାବରେ କାଣା ଆପଣ ଆଜ୍ଞା ଗୁରୁ ମାନେ ମତେ ଚିନ୍ତାମଣି ପଟେଲ ଥିଲା ଆପଣ ମାନେ ଟିକେ ଜିମା ଆଜ୍ଞା ଆମ ମିଟିଂ ମାନେ ଅଛି ବୋଲିକି ଟିକେ ଡାକିଲା ନା ଆମେ ପୁରୁଣା ବାଲା ବୋଲିକି ଚିନ୍ତାମଣି ପଟେଲ ମତେ ଦିନେ ପିଇଥିଲେ ତାପରେ ଯେ ଡମରୁ ବାଗ ବେଲେ ହଁ ମୁଇଁ ଜଣାବି ନା ଏଭର ଯେତେ ଗୁରୁ ମାନେ ଅଛନ୍ ଏବେ ଚାଲିଛନ୍ ବୋଲିକି ସେ ଦି ଲୋକ ମତେ କହୁଛନ୍ କିନ୍ତୁ ଫୋନ କଲା ବେଳେ ସେମାନେ କେତେବେଳେ ମିଟିଂ କରୁଛନ୍ତି ମତେ ନି ଜଣାବାର ନା କିନ୍ତୁ ଚିନ୍ତାମଣି ପଟେଲ ସେଦିନ ବି ମତେ କଥାବାର୍ତ୍ତା ହେଇଥିଲି ଯେ ପୌରାଣିକ ଉପରେ ଟିକେ ଅଧିକା ହଁ ଅଧିକା ଦେବା ଲାଗି ଅଛନ୍ ଆରୁ ଗୋଟେ ଆମ ଅଙ୍କାପୁର ବୋଲିକି ଗୋଟେ ଅଛନ୍
ରୋହିତ ନାଗେଶ୍ୱର ବୋଲି ହୁଁ। ସେ ବି ଟିକେ ପୁରାଣ ଭିତରେ ଟିକେ ଯାଏସନ୍ ହୁଁ। ଆଉ ଗୋଟେ ସେ ଭୁଟିଆ ପୁରାଣ ବି ଗୋଟେ ବନେଇକରି ଦେଖେଇଛନ୍ ହୁଁ। ଆଉ ତାଙ୍କ ବିଚାର ଯେ କିନ୍ତୁ ସେ ପୁରାଣ କାଁ ଭାଁ ଦୁଇ ତିନିଟା ଭାର ହବା ହୁଁ। ଆରୁ ସବୁ କାର୍ଟୁନ ହେଇଗଲା ଇଏ ହୁଁ। କିନ୍ତୁ ଦିନେ ନି ଦିନ ଭାର ହବା ଇ ଯେତେ ଚାହିଁଲେ ନା ହୁଁ। আমার উপরে দিচ্ছে না আমার চিন্তামণি পটেল তো আমার টিকে উপরে কেন কারণ হচ্ছে এটা গুমারি গেলা হুম। সে তো প্রথম করে আমার একটা জাতিকে বার করুন সে আমার আমার এই মোটেল এই শোভাযাত্রা যে অনেক তারাই সত্যি করে সে মোহিনী পাঠ করেছে ଆପଣ ଆପଣ ଭଳିଆ ସେ ବି ଅଭିନୟ ବି କରିଛନ୍ ଆପଣ ଭଳିଆ ବି ହଁ ସେ ବି ଡାଇରେକ୍ସନ ଫାଇରେକ୍ସନ ନିଜେ ଦେଇছে ଆପଣ ଆମେ କିଛି ଶୁଣବାର ଲାଗି ଚାହୁଁଛୁ ଆପଣଙ୍କ କଥା ତ ଯଦି ମନେ ଅଛି ବୋଲେ ଆପଣ ମନୁ ବି କହନ୍ ଆଉ ଯଦି ମନେ ନେଇ ନା ବେଲେ ଆପଣଙ୍କ ଡାଏରୀରେ ଯଦି ଲେଖିଛନ୍ତି ଶୁଣ ବିଭିନ୍ନ ଆପଣଙ୍କ ଲେଖାରୁ କିଛି କିଛି ହିରୋର କିଛି ଶୁଣାହନ୍ ହିରୋର କିଛି ଶୁଣାହନ୍ ଭିଲିଆର କିଛି ଶୁଣାହନ୍ କମିଟିର କିଛି ଅଛି ବେଲେ ମନେ ଅଛି ବୋଲେ ଶୁଣାହନ୍ କିମ୍ବା ଲେଖା ବି ଅଛି ଆପଣ এই ମନେ বর্ষ କର ଆଗେ ପ୍ରତ୍ୟେକ କଳାରୁ ବେଲେ ପ୍ରତ୍ୟେକ ମାନେ ଭୂମିକାରୁ ଟିକେ ଟିକେ ଶୁଣାଲେ ଆମ ଦର୍ଶକ ଟିକେ ଶୁଣତା ଆମକେ ବି ଭଲ ଲାଗतो এই ଶୁଣିବାକୁ ବର୍ଷ ଆଜ୍ଞା ରୋଜା ମୁଣ୍ଡା ଯୋଉ ରେଜିଟ୍ ବିତିଲୁ ଭାଇ ସେ ଆମ୍ପାଣିରେ ଏଇ ବର୍ଷ ମତେ ସମ୍ବର୍ଦ୍ଧନା ଦେଲେ ଭାଇ ତା ପୂର୍ବରୁ ଯିଏ ଥିଲେ ମତେ ଟି ଅନେସାରେ ନିଜେ ଆସିଲେ ମତେ ଡାକିଥିଲେ ଆରେ ଏନ୍ତା ଗୋଟେ କଲେଜ ଆମର ଗାଁ ଘୁରା ପିଲାମାନେ ବି ଯାଇଥିଲେ ନା ଆମର ଅଭିଷେକର ବାବାଟା ପୁରା ଦେଖିଲା ତାପରେ କିଛି ମତେ ଦେଲେ ହିସାବରେ ଆମେ ଆପଣଙ୍କ କାছে ସମ୍ମାନ ପଛେ ଆସୁଛେ ଆପଣ କେତେ ଶୁଣା ହନ୍ ମୁଇଁ ତାକେ ଆସୁଛେ ଆପଣ ପାଖରେ এই গীত এই ବର୍ଷ କିଛି କିଛି ଦେଇଥିଲେ ଆପଣ ଶୁଣା ହନ୍ ବିଭିନ୍ନ ଆପଣଙ୍କର ଲେଖା କିଛି ଯେ ଭଲ ହଁ ଏଇ ଗୀତ ଯେତେବେଳେ ଘୁମରାର ଅପରେସନ ସିନ୍ଦୁର ବିଷୟରେ ଲେଖିଥିଲି ସବୁ ଜାଗାରେ ସେ ଫାଷ୍ଟ ନେଇଗଲା ପ୍ରତ୍ୟେକ ଜାଗାରେ ଘୁମରାର ଶୁଣାବେ ହଁ ଟିକେ ଶୁଣାଅ ଘୁମରାର ତାହେଲେ। ସମସ୍ତେ ଆଉ ସହିବନି ଆମ ଦେଶ ଭାରତ ଓ ଆଉ ସହିବନି ଆମ ଦେଶ ଭାରତ ନିରୀହଙ୍କ ଉପରେ ଦାଉ ସାଜିଛ ତୁମେରେ ନାରୀଙ୍କ ମଥାର ଶଙ୍ଖାଉ ସିନ୍ଦୁର ନାରୀଙ୍କ ମଥାର ଶଙ୍ଖାଉ ସିନ୍ଦୁର ପୋଛି ଦେଲ ସିନା ଅକାଲେ କଲ ନାଥ ରେ ଆଉ ସହିବନି ଆମ ଦେଶ ଭାରତ ଏଇଟା ଗଲା ଏଇଟା ବୀରବାଦ୍ୟରେ ପଡିଲା ଆଜ୍ଞା ତାର ଅନ୍ତରା ଥିଲା କେଉଁ ସାହସେ ଆମ ଭାରତେ ଗୋଡ଼ ଭାଙ୍ଗି ପଶିଲ ଗୁପତେ ପାକିସ୍ତାନର ଆତଙ୍କବାଦୀ ଆସିଥିଲ ତୁମେ ଗୃହ ଭେଦି ପହଳ ଗ୍ରାମ ସ୍ୱର୍ଗ ଆମର ସେଥିରେ ରହିଛି କି ନଜର ହୋଇ ଅଜଣା କରି ମନ୍ତ୍ରଣା ହୋଇ ଅଜଣା କରି ମନ୍ତ୍ରଣା ସ୍ୱାବଲମ୍ବୀ ନିକଟେ ମାରୁଛ ବାହୁସ୍ଫୋଟ ଆଉ ସହିବନି ଆମ ଦେଶ ଭାରତ ଏଇଟା ଆଜ୍ଞା ସବୁକେ ବଢିଆ ଭାଇ ବହୁତ ମନ୍ଦିର ବହୁତ ଦିଯାଇଛି ବହୁତ ବଢିଆ ଆଉ ବହୁତ ଆପଣଙ୍କ ଲେଖା ଆଉ କିନ୍ତୁ ନାଟ କିଛି କିଛି ପୁରୁଣା ର କିଛି ମନେ ଅଛି କି ନାଟ ହିରୋ ଫିରୋ କି ଆନ୍ତା ଟାଇପ ର କିଛି ଗୋଟେ କହିଲେ ଭଲ ହଁ ଜୟ ଜଗନ୍ନାଥ ଜୟ ଜଗନ୍ନାଥ ଆଉ କହିଲି ଆଜ୍ଞା ନାଟକ କହିବି ପୁରୁଣା ନାଟକ ମାନେ ଟିକେ ଟିକେ ନେଇ ଆସେ ପଦେ ଅଧେ ଏକା କୁହ ମୁଁ ଥିଲେ ଆଜ୍ଞା ଏଇଟା ଆମର ସେଠି ଦେଲେ ତ ବହୁତ କିଛି ଜିନିଷ ନିଜର ମନ ବି ଗୋଟେ ସ୍ୱର ବାହାର କରି ଲେଖିଦିଅ ଆର୍ କେତେ ବେଲେ ଯେମିତି ସ୍ୱରରେ ମାଗିଦେଲେ ଗୋଟେ ପଦେ ମୋର ମନେ ଅଛି ପ୍ରିୟା 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 ଚାରୁ ହାସିନୀ ପ୍ରିୟା 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 ଚାରୁ ହାସିନୀ কিনি নেলু মন আরে মোহিনী ওঠর অଳପ হস ঝরি পড়ে মৃদু রস ওঠর অଳପ হস ঝরি পড়ে মৃদু হস ଆଜ୍ଞା ଆଉ ଗୋଟେ ଗୀତ କେ ମତେ ଆମ ନୀଲାମ ଚଲେন ଯେ ଆଜ୍ଞା
ରସୁଣର ସେ ଟିଚର ଥିଲେ ସେ ରିଟାୟାର୍ଡ ହେଲେ ନା ସେମାନେ ରସୁଣ ତାଙ୍କର ନା ପ୍ରାଇମେରୀ ସ୍କୁଲର ମାଷ୍ଟର ଥିଲେ ବୁଢ଼ାଇ ଗଲାଣି ସେ 70 75 80 ଭିତରେ ବୁଝିଗଲାଣି ସେ ମୋର ଗୋଟେ ଗୀତ ଖୁସି କରିଥିଲା ଇ କରିଥିଲା ଯେ ଆପଣ ବଢ଼ିଆ ଅଲଙ୍କାର ଗୀତ ଲେଖିଥିଲେ ଗୋଟେ ହିରୋଇନଟା ଗୋଟେ ଜାଗାରେ ରହିଥିଲା ତ ହିରୋ ଯେତିକି ପାରି ଦେଖି କେମିତି ଯିବା ଦେଖିଦେଲା ହିରୋଇନ ସେ ଦେଖିଦେଲା ପରେ ପାରି ଗଲା ପରେ ନିଜ ଦାରୁକୁ କିଣ ତାର ଗୁଣ କି ସଂଖ୍ୟା ଉଠୁଥିବା ଆମର ମାଝେ ଗୋଟେ ଯେମିତି ଇତ୍ୟାଦି କାଳ୍ପନିକ କଳ୍ପନା କରିକି ଗୋଟେ ଗୀତ ଲେଖିଥିଲି ଆଜ୍ଞା ହିରୋ ଲାଗି ହିରୋଇନ ଲାଗି ହିରୋ ଲାଗି ଲେଖିଥିଲି ମନେ ଅଛି ବୋଲେ କହିଲେ ଭଲ ଥା ଆଜ୍ଞା ମନେ ଅଛି ବୋଲେ କହ ହଁ ତ ଲେଖିଥିଲି ଆଜ୍ଞା ସେ ଗୀତର ସେନ୍ତା ଦେଖିଦେଲା ଶୁଣ ହିରୋଇନ କି ହିରୋ ତାର ଦାରୁକୁ ପଚାରବା କି ଗୋଟେ କିନ୍ନରେ ଜଙ୍ଗଲ ଭିତରେ ରହିଛି କିନ୍ନରେ ଗାଧି ଏକଲା କି ମନ୍ଦିର ପୂଜା କରି ଏକଲା କେନ୍ତା ହିସାବରେ ତ ଦେଖିବା ନା ହିରୋଇନ ସେ ଭିତରେ ଶୁଣ ये असुर भी खेटा थी किसी हिरो भी खेटा थी हिरो समय खेटाले तो माने हिरो सहित तार मिलन से हवा आरो जदि तो असुर सहित किंबा कोनसी विलियन सहित साक्षात ହେଲା बेले ताके बलात्कार कला बेले हिरो रक्षा करो ऐसा पोजीशन में सब ना सब गुरु काटो तो आज्ञा सेना गोटे लिखिथिबो এটা তো রাজকুমারী করে দিচ্ছে দেশের রাজাইতে সে গীতকে খুব গুরুবে প্রশংসা লিখেছেন রাজা দুলালি মন কিনি নিয়ে রূপবালি যে রাজা দুলালি স্বর্গর রম্বাঙ্গন করবসি উপরে তাহার হইবে খুশি কেতে কাল বসি গড়িছিবি দাতা ছবি দেখি মথা ঘুরে মোহরি যে রাজা দুলালি লম্বা লম্বা কেশটে তাহার মিন পরি আখি দিছে সুন্দর ওঠটি তাহার সরু সরু হই হসিলে মুকুতা পড়ুছি থরি যে রাজা দুলালি অনাই দেখিলে কুচ যুগল বৃদ্ধ হইছিলে হেবে বিবল উদর রেখাকু দেখিলে নয়নে যুবক পারিব কি ভজ ধরি যে এ রূপবালি অনাই আর ଗୋଟେ ଗୀତ ଥିଲା ଆଜ୍ଞା ରାସ୍ତା ସରୁ ସରୁ ହୋଇ ପାଦ ଦୁଇଟି ସୁନ୍ଦର ଦିଶ ଅଲତା ଝୁଟି ଭାବଇ ବିଜୟ ପଦ୍ମିନୀ ଲକ୍ଷଣ ହେ ଗୋଟି ସେ ମୋର ମନ ମୟୂରୀ ଯେ ଏ ରୂପବାଲି ଏଟାକେ ବେଲେ ଏନ୍ତା ଗୋଟେ ଅଲଙ୍କାର ଧରିଥିବ ମାନେ ବାଲ ଠାରୁ କେଶ ଠାରୁ ପୁରା ପାକ୍ ସେଟା ମୁଇଁ ଟିକେ ସାଧା ସାଧା କହି ଦଉଛେ ଆରୁ ଯିନ୍ ମାନେ ଗୋଟେ ଗୋଟେ ରୁଲ କରିବେ ଆଜ୍ଞା ଏବେ ଘୋଡ଼ା ଗୀତ ଗୋଟେ ବି ଗାଇଲି ସେ ବାବୁ ଯେନ୍ତା ଗାଉଛେ ଆପଣ ସାଧା କହିଲେ ସେ ଜାଗାରେ ତାকে ଆଉ ଟିକେ ଷ୍ଟେଜରେ ଟିକେ ଆଉ ଟିକେ ଏଇଟା ଦେବେ ଆଉ ଗୋଟେ କଥା ଆଜ୍ଞା ଗୋଟେ ଲୋକ ମ୍ୟୁଜିକ ସହିତ ଗାନା କହିବାଟା ବେଲେ ସ୍କେଲ ପଡବା ଆରୁ ସେ ମ୍ୟୁଜିକ ବି ପଡୁଥିବା ଆରୁ ଭଲ ହବା ଏବେ ଆମେ ଜାଣିଛୁ ଆଜ୍ଞା ନାଚ କରି ଗଲା ବେଲେ ଡ୍ୟାନ୍ସ ଶିଖେଲା ବେଲେ କେତେ ଦୂର ଗଲେ ଏଇ ନାଚଟା ଭଲ ହବା ଆମେ ଯଦି 15 ଦିନ ରେସଲ ଗୋଟେ ଜାଗାରେ କରିବା ବେଲେ ଜାଣିଛୁ ମାନେ ଯେ ଇନା କେତେ ଦୂରକେ ନବା ସେନେ ଏକା ଆମେ ଜାଣିଛୁ ଏକା ଯେ ଆମେ ଏଇଟା ସାଧା ରେସଲ କରୁଛେ ସେ ଜାଗାରେ ଷ୍ଟେଜ ରହିବା ସେ ଜାଗାରେ ଲାଇଟ୍ ଦବା ସେ ଜାଗାରେ ପୋଷାକ ରହିବା म्यूजिक रहबा बिले इटा किते दूर के गति करबा बोले ई ड्रेसेल भी जानते तो इटा ओटा हम छोटा गुटे मुई बड़ी गने ओने दूर भी जानि दिबे ना एटा किते दूर की गला प्रधान आज्ञा बहुत माने आपण या स्टेज रो आरंभ करे एते दूर कला जर्नी रे आपण आसी गले ना अभिनय ठार आरंभ करे लेखा ठार आरंभ करे डायरेक्टर हिकर वर्तमान बहुत दीर्घ यात्रा ग्रह गति करते तो वर्तमान ई स्टेज रे आपन को लक्ष्य आर कान किछ अछि के एम किछि रखि चलता के किछि किछि एम अछि आपन लक्ष्य कान अछि अछि आज्ञा कलाकार मन तक भी नहीं बुझे से जेकी से किंतु गोटे जिनिस आज आमे मुई सरकार के भी धन्यवाद देबी किछि गोटे कलार महत्व बुझी करी गोटे
ଆମ ଦି ଆଣୁଛନ୍ ଦିଆ ନିତ হয় আর যেন গোটে আমার পেনশন গোটে গোটে বলে হয় আর প্রত্যেক কলাকার হয় ସେ ଗୁରୁଜୀ ହଉ କଳାକାର ଯିଏ ହଉ କି ନୂଆ କରି ସେ ଶିଖି ଆସୁଛି হয় ସେମାନଙ୍କୁ ବି ସେ ବୟସ ଅନୁପାତରେ 50 ବର୍ଷ ହେଲା হয় ସେ କିମ୍ବା ଗୋଟେ ସାର୍ଟିଫିକେଟ ପାଇଲେ ବେଲେ କଳାକାରର 1,000-2,000 হুম ମିଳୁଛି ସେଟା ଗୋଟେ ଆମ ଗୋଟେ ଧାରା ଲାଇନକୁ ବତେଇ ଦେଇଛ হুম ନହେଲେ ଆଗ ତ କେତେ କଳାକାର ଭିତରେ ନା କିଏ ତ ପେଇଛେ କିଏ ନେଇ ପେଇ হুম ଯେ ବଞ୍ଚିଛି ତ ପେଇଛେ ଯେନି ବଞ୍ଚିଲା ତ ସେ ଗଲା ଏନ୍ତା ବି ଅଛେ ଆପଣ କାହାର ସବୁ ସମ୍ମାନ ମାନେ ପାଇଛନ୍ ବିଭିନ୍ନ ସମ୍ମାନ ସବୁ ଆଜ୍ଞା ମୁଇଁ ଯେତେବେଳେ ଗୋଟେ ଗୋଟେ ସମ୍ମାନ ଦେଲେ আর আমার কেন? কমিটি আমার প্রথম মুই পেলি কলাহাଣ୍ଡି ଉତ୍ସବରେ ଆଜ୍ଞା হুম আর ଭଲ ସେତିକିବେଳେ ହଁ ସେତିକିବେଳେ ପ୍ରି ଅନୁସାରେ ଦେଲେ হুম আর ଲାଷ୍ଟ ଆଡେ କହିଲେ ମତେ ଥରେ ପିନ୍ଧି କରି ଫଟୋ ଫଟୋ ଏତେ ଲାଲ ବାହାଦୁର ଷ୍ଟାଡିୟମର ଯେତେ ମୋବାଇଲ ଥିଲା ଯେ ମୁଁ କାହାକେ ମୁଇଁ ସେନା ମଞ୍ଚ ଉପରେ হুম ରେଣୁମାଝି ମଞ୍ଚ ନା হুম ଯେ କେତେ ମୋବାଇଲ କାଢୁଛନ୍ ଯେ ସରିଯିବା କଥା ମୁଇଁ ଜାଣିନି ପାରିଲି হুম আর পক্ষে মতে ଏମିତି କେତେ ଆସିଲେ ସାମ୍ବାଦିକ ମାନେ ପଚାରିଲେ হুম ଆଉ ଏନ୍ତା ସେନ୍ତା କରିକି ଗଲେ আর ଲାଷ୍ଟ ଆଡକେ ସେ ମାଲା ଦେଲେ ମତେ ମକୁଟ ଗୋଟେ ପିନ୍ଧେଇ ଦେଲେ କଲେକ୍ଟର হুম ସେଟା ମାନପତ୍ର ଦେଲେ ମାନପତ୍ର ଦେଲା ବେଳେ ସମ୍ବର୍ଦ୍ଧନା ଦିଆହେଲା ବେଳେ ତାପରେ ସମସ୍ତେ ଏଠି ଥିଲେ ଅନେକ ମାନେ ପ୍ରଶାସନିକ ଶାସନିକ ସବୁ ତାପରେ ଲାଷ୍ଟ ଆଡେ ଦେଲେ আর হ্যান্ডশিপ চলে আর অনেক ছিল বাট নেক্সট ইয়ার হয়ে গেলে যে গোটে কথা কি মুখে খুব খুশি এর কথা বুঝলাম খুশি আর কিন্তু সাংস্কৃতিক অনুষ্ঠান সবরে ବି ଏନ୍ତା ସମ୍ମାନ ସମ୍ମାନ ଏନ୍ତା ହିଁ କରନ୍ତି দেখুন আজ্ঞা সাহিত্য সংসদ ଥିଲା আর মতে চেপাটনারে হুম এসি ক্লবরে গোটে ଥିଲା হুম সুদর্শন দাস মতে যে গোটে কবিতা গোটে লিখিলে মতে ତହସିଲଦାର ନା সুদর্শন দাস গোটে টিচর ହଁ ସେ ଟିଚର ହଁ ସେ ଗୋଟେ ଟିଚର ଆରୁ ଯେ ଥିଲା আমার সাহিত্যিক বালা মানে তোমার ওর মন্ত্রী ଥିଲେ ଯେନ୍ କୃଷି ମନ୍ତ୍ରୀ ଥିଲେ ବେହେରା ଆଜ୍ଞା ମୈତ୍ରାର ସେ ମନ୍ତ୍ରୀ ବି ଥିଲେ ଆଜ୍ଞା ନା ଦେଖେ ବେହେରା ଗୋଟେ ସେ ଥିଲେ ରାସ ବେହେରା ମାନେ ତାପରେ ଆରୁ ବାହାରୁ ପଦ୍ମଲୋଚନ ବି ଆସିଥିଲେ ପଦ୍ମଲୋଚନ ମିଶ୍ର ବୋଲି আর আছে আমার গাঁরে গুমরার কথা ବି କହୁଥିଲେ ସେ ହଉଛି ରାମପୁର ମଦନ ପଞ୍ଚାୟତ আমার ଗାଁରେ ଗୋଟେ ଚାକିରି ବି କରୁଥିଲେ ଭିଏଲଡବ୍ଲ୍ୟୁ ପଞ୍ଚାୟତରେ ଥିଲେ ସେତିକିବେଳେ ଆମ ବୋର୍ଡିଂରେ ଥିଲେ ସେ ମୋତେ ଦେଖିଲେ ଓ ଏତେ ଦୂର ଗତି କଲ ନା କେଁ ବୋଲିକରି ମୋତେ କହିଲେ ଆରୁ ପୁରା ସମ୍ମାନର ପାତ୍ର ତାପରେ ଜୁନାଗଡ଼ ସାହିତ୍ୟ ସଂସଦରୁ ବି ପାଇଲି ତେଣୁ ଆର୍ ଇ ବର୍ଷ ସବୁ ଆରୁ ଦେଖିକରି ଇ ବର୍ଷ ମତେ ଆମ୍ପାଣିରେ ତାଙ୍କର କମିଟି ବସିକରି ସମସ୍ତଙ୍କୁ ନିର୍ବାଚନ କଲେ ଆରୁ ନିର୍ବାଚିତ କରିକିରି ମତେ ହଁ କରି ମତେ ସମ୍ମାନ ଦେଲେ ଆରୁ ତମର ଭୋଟ ପେପର ଆଧାର କାର୍ଡ ଟିକେ ଆଣିଦେବ ନା ଆମେ ତମକୁ ୟୁଟ୍ୟୁବରେ ଦେଖୁଛୁ ଚ୍ୟାନେଲ ସବୁ ଜାଗାରେ ଦେଖିପାରିବୁ ନା ଆଉ ତମ ଗୀତ ମାନେ ବାଜିତ କରିକି କହିଲେ ଆଉ ଯେନ୍ ଦିନ ମତେ ସମର୍ଥନା ଦେଲେ ଆରୁ ସେ ମୋର ଘୁମରା ଦୁର୍ଗ ଏକ ଫାଟି ଦେଲେ ହଁ ଏ ରଜା ମୁଣ୍ଡା ଏକ ଫାଟି ଦେଲେ ଆଉ ଆପଣ ଏଇ ଯୋଉ କଳାକାର ପେନସନଟା ସେଟା ବି ପାଉଛନ୍ତି ନା କି ନା ପାଇବା କୋଉଟା ଏଇଟା 2017 ବହୁତ ବଢିଆ ଆରୁ ଏବେ ବି ଅଡିସନ ହେଇଥିଲା ଆରୁ ଏବେ ଗୋଟେ ଅଡିସନ ହେବା କଥା ବନ୍ଦ ହେଇଗଲା ସେଇଟା ପଛର ଅଡିସନ ଏବେ ଯେନ୍ କଳାକାର ଅଡିସନ ବି କରାଯାଉଛି ଲୋକମାନେ କେନ୍ତା ପାଇବା ଲାଗି ନୂଆ ଲୋକ পেলে ଅଡିସନ ଦିଆଯାଉଛି ଆଜ୍ଞା ସେ କିନ୍ ପ୍ରକାର କଳାକାର କିନ୍ ମାଧ୍ୟମରେ ଥିଲ କିଛି ଗତି କରୁଛନ୍ତି ଆମକେ ଯେନ୍ତା ଆପଣ ମାନେ ପଚାରୁଛନ୍ ଯେନ୍ତା ସେନ ଅଡିସନର ମଝିରେ ଆପଣ ଗୋଟେ କଥା କହିଥିଲେ ଆଜ୍ଞା ଯେ ଆମର ବିଶେଷ ଦାଦାଙ୍କର କଥା କହିଥିଲେ ଆପଣ ତାଙ୍କର ସହିତ କେନ୍ କେନ୍ ଜାଗାରେ ପ୍ରୋଗ୍ରାମ କରିଥିଲେ କରିଛେ ଆଜ୍ଞା ମୋର ତମେ ଜଜ୍ ହେବା ଲାଗି ବି ଡାକି ଦେଇଛନ୍ ମୁଇଁ ଆଜିକି 3 ବର୍ଷ ହେଲା ସେ ଯେତେବେଳେ ଜଜରେ ପ୍ରଥମ କରି ମତେ ନେଇକରି ନେଲେ ଏବେ ଚେପାଟନା କେସି କ୍ଲବରେ ଦୁଇଟା ଅଛି 3 ବର୍ଷ ହେଲା ମତେ ଏବେ ସବୁବେଳେ ଆମ ଉକିଲ ଗୋଟେ ଅଛନ୍ ତାଙ୍କର ମିସେସ୍ ସେ ମତେ ଭଲ ବୋଲସନ୍ ଆମର ଅଶୋକ ପଣ୍ଡା ସେ ଆଡଭୋକେଟ ଗୋଟେ ତାଙ୍କର ୱାଇଫ ସେ 3 ବର୍ଷ ପ୍ରେସିଡେଣ୍ଟ ଥିଲେ ନାଇଁ ତମର ନା ଗୋଟେ ଅଛି ନା ବି ମୁକେ ଯେତେବେଳେ ବିଚାରପତି ଡାକବାର ବେଲେ ଏଇ ଦଶରାରେ 3 ବର୍ଷ ହେଲା ମତେ ତୀର୍ଥ ଦଳପତି ଆଜ୍ଞା ବି ଡାକୁଛୁ
ସେ ବି ସେନ ଗୋଟେ ମାନ୍ୟଗଣ୍ୟ ଲୋକ ସେ ଗୋଟେ ବି আমার গাঁর কেন কেন কলাকার মনে আছে যেমন কর নাচরে হো ড্রামারে হো ঘুমরারে হো কেন কেন কলাকার মনে আছেন ଆପଣ সঙ্গে কলা ବି ଦେଖିଛନ୍ ଆରୁ ସେମାନେ ବି ଆପଣଙ୍କ ଭଳିଆ ଗାଁର ରେପୁଟେଡ୍ କଳାକାର ମାନେ ଯେନ୍ ମତେ ଆପଣ ଭଲ ଲାଗছে କେନ୍ କେନ୍ ମନ ଅଛନ୍ ସେ ଗାଁରେ ଦେଖୁନ୍ ଆମର ଆଜ୍ଞା ଗାଁର କଳାକାର ମାନେ ପିଲାଦିନୁ ତ ଆମେ ଡବା ବଜେଇ କରି ଯେନ୍ ଋଷି ମାଝି ସେନେ ରହିଛେନ୍ ହୁଁ ତାଙ୍କର ତେତେଲ କରିଥିଲା ହୁଁ ସେଠି ବେଳୁ କଲା କରି କରି ଆସିକରି ସେ ବି ଗୋଟେ ଯିବି ହୁଁ ମୁଇଁ ଗୋଟେ ବି ଯିବି ହୁଁ ଆରେ ଯିଏ ଯାର ପୁରାଣ କରିଛେନ୍ ହୁଁ ଆମ ପ୍ରଶାନ୍ତ ପୂର୍ବ ହୁଁ ସେଟା ଗୋଟେ ଗୁରୁ ହୁଁ ଗୁରୁ ତ ଅନେକ ପ୍ରକାର ଗୁରୁ ଆଜ୍ଞା আর অভিনয় করতে কলাকার মানে দেখুন যে মানে গুরু নেইলে ବି কলা ଦେଖିଛନ୍ କି ଦେଖ। ହିରୋ ନେ କି ହିରୋଇନ ରେ କି ଭିଲିଆନ ରେ କି ଘୁମରାରେ ବିଭିନ୍ନ ସେଟା ପଚାରିଛନ୍ ବିଭିନ୍ନ ଯେତେବେଳେ ମୁଇଁ ପ୍ରଥମ କରି ନାଟ ଲେଖିଲି হয় ସେ ନାଟଟା ଲେଖି 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 ଏକ ବର୍ଷ ହେଇଗଲା ହୁଁ। ଖୁବ କଷ୍ଟ ହୁଏ হুম କେତେଟା ପୁରାଣ ଯେ ମୁଁ କିଛି ଦେଇଛେ হুম ସେମାନେ କି ଲେଖା ଏଇଟା ବନାନି ହେବା হুম ବନାଇଛି ପ୍ରଥମ ଲେଖା হুম ଯେତେବେଳେ ଆଜ୍ଞା ଗୋଟେ ନାଟଟା ଆମ ସୁଭଦ୍ରା ହରଣ ସରି ସାରିଲା ପରେ হুম ଗୋଟେ ନାଟ ଲେଖବା ଲାଗି ଆଜ୍ଞା ଅଭ୍ୟାସ ହେଇଗଲା କି হুম ମୁଁ କେ আর কষ্ট নি পড়ি না এক মাস ভিতরে ফাঁসি জানে ଗୋଟେ ପୁରାଣ আচ্ছা ଏକ୍ସପିରିଏନ୍ସ ପଡ଼ିଗଲା হুম ତିନ ଚାରିଟା ନାଟ করতে ଆଜ୍ଞା ଆମରି ବୁଝିକି ହେବା କଥା আচ্ছা আচ্ছা ଇ ସୁଭଦ୍ରା ହରଣ କଲା ପରେ ଯେତେବେଳେ ମୁଁ ପ୍ରଥମ କରି ସ୍ୱର୍ଗତ ମୋହନ ଜାଣିବ ମୁଁ ବି ଡାଇରେକ୍ଟର ଟିକେ ଡାଇରେକ୍ସନ ଟିକେ ଦେଇଦିଏ হুম ଏଇଟା କେମିତି କରୁଛୁ ଆଚ୍ଛା ଶୁଣିଥିଲି ଆମେ আচ্ছা ସେ ନିଜେ ବସିବା ରୁମରେ କରୁଥିଲେ আচ্ছা ପ୍ରଥମ କରି ଆଜ୍ଞା ଏଇଟା ପ୍ରଥମ ଲେଖା ହଉଛି ମୋ ସୁଭଦ୍ରା ହରଣ হুম ଦ୍ୱିତୀୟ ଲେଖା ଯେତେବେଳେ ଟିକେ ପରିପ୍ରକାଶ ହେଇଗଲା କଳାହାଣ୍ଡି ତାପରେ ମୋର ଗାଁ ମାନେ ଆମର ପ୍ରତାପପୁର ସୋଲବନ ସେନା ତାପରେ ସେ ନୂଆଗୁଡ଼ା ନେଲା হুম ମଦାଙ୍ଗପଡ଼ା ତାପରେ ଡୋଗା হুম আর ডোগা নদী কাছে চিকিৎসা মনে হয় আগে সেদিন আমার মধ্যে পাই গেছে মুখে কুচি গুরু বলে দাদা বলে ও গুরুরা আর কথা কথা বলে সেগুলো করা কি বলে সেগুলো করা দেখতে না হুম এটা রিসেন্ট হয়ে গেছে হুম এই কেন গান নো ଆମ ମୁଣ୍ଡେ ହନୁମାନ ଦାସ ହଁ ଆଜ୍ଞା ସେ ମୁଣ୍ଡେ ସବୁ ଯାବତୀୟ ଜିନିଷ ପଚାରେ হুম ସେ ଛୋଟ ବେଳୁ ବି କଳାକାର ପ୍ରତି ଆଗ୍ରହ হুম କିଏ ଏତେ ଦୁଃଖୀ କଲୁ ନା ଗଲା হুম ବୁଝି ଆରୁ ଲୋକଙ୍କ ଠାରୁ ସବୁ ଗୁଡା ଏକା ଭଲ উৎসাহ তো ଉତ୍ସାହ ଦିଏ ଆରୁ ତାର ବି କିଛି ଗୋଟେ ମୁଇଁ ଉତ୍ସାହ ଦେଇଛେ হুম ଆରୁ ସେ ଗୋଟେ ବି ଆଙ୍କର ନା ଭଲ ଥିଲା হুম ଆରୁ সেটা বলে কলা ভাব ସେଟା ଗୋଟେ କଳା କଳା ତ ବିଭିନ୍ନ ପ୍ରକାର ଆଜ୍ଞା ବିଭିନ୍ନ ଗୋଟେ ଜ୍ଞାନ ବି କଳା ବାକି ଗୋଟେ ବଜାରେ ବି କଳା ତାପରେ ସେ ଗୋଟେ ଖରାପ ହେଇଗଲା ସେଟା ଗୋଟେ ଥିଲା ମୋର ମୋର ଠାରୁ ସାନେ ଆଉ ଗୋଟେ ମନମୋହନ ମନୋଜାଙ୍କର ବୋଲି ଗୋଟେ ଥିଲା ସେ ବି କଳା ସୃଷ୍ଟି ଆମକେ ଟିକେ ବି ଅଧେ ବତେଇଛି আরাম আপনার আরাম কলা আরাম ଆରମ୍ଭ ଲେଖେ ଆରମ୍ଭ ଯେତେବେଳେ ହେଲା ସେତିକି ସମୟରେ ତାପରେ ଆମ ଋଷିମଣି ମାଝୀ ଗଣେଶ ପୂଜାରୀ ବୋଲିକରି ଥିଲା ସେ ବି ମୋର ନାଟ ଦୂର କରିଥିଲା ତାପରେ ଆମ ଜୟଶଙ୍କର ସେ ଗୋଟେ ହିରୋଇନ ପରେ ସେତିକିବେଳେ ତାକେ ସୁଖୀ କରୁଥିଲା ତାପରେ ଆମର ସ୍ୱର୍ଗତା ଗୋଟେ ମରିଗଲା ସେ ଗୋଟେ ନାଟ ଶିଖିଗଲା ବେଲେ ବିମର୍ଶନ ଯାଏ সেটা ଆମର ରବି ମାଝୀ ସେ ବି କଳାକାର ହଁ। ସେ ବି କଳାକାର ଯେନେ ଗଲେ ସେ ବି ଆମର ନୂଆକୁ ବେଲେ ସବୁ ଜାଣସନ୍ ସୁବାସ ନାଇକ ଏମାନେ ବି ମୋର ଠାରୁ ଶିଖିଛନ୍ ଆମର ଏମିତି ଆରୁ ବିଲକୁ ବି ଅଛେ আর কেতে লোক এমনি চোবন মাঝি ବି ଅଛେ କେତେ ଲୋକ ତ ଏମିତି ଅଛନ୍ ନା ଗାଁ କଳାକାର ମାନେ। ଗାଁ କଳାକାର ମାନେ ଓକେ ଏମାନେ ସହଯୋଗ କରିକରି ଏକା ମୁଇଁ ଗୁରୁ ହେ ଆଜ୍ଞା ଗୋଟେ ଗୁରୁ ହେବା ଲାଗି ଗଲେ ଜେନା ଯଦି একাকি গুরু কেবে বি নেই কেবে ବି গুরু নেই সমস্ত সহযোগে কলাকার মনে একটা গুরুকে আଜ୍ଞା পারফেক্ট গুরু বনা হয় আর ସେ ମାଷ୍ଟର ଯଦି ପଢେଇ ଯିବା ଆଜ୍ଞା ପିଲା ଯଦି ସେ ସ୍କୁଲ ନା ନେଇ ଯିବା ନା ବେଲେ ମାଷ୍ଟର କେନ୍ ରହିବା ପିଲାର ଲାଗି ମାଷ୍ଟର ନା ମାଷ୍ଟର ଲାଗି ପିଲା ନେଇ ପିଲା ପାଠ ପଢଲେ ଏକା ତାକେ ମାଷ୍ଟର କହିଲେ ସେ ପଢାଲା ବେଲେ ଯେନ୍ତା ଦିନ ପରିପୂରକ ହଉଛି ଏବେ ଗୋଟେ ଗୋଟେ ପ୍ରଶ୍ନ ଥିବା ଯେ ଅଣ୍ଡାରୁ ଛୁଆଟି ଛୁଆରୁ ଅଣ୍ଡା ଦେଲେ ନେଇଯିବେ ନା ଆଜ୍ଞା ଦି ଲୋକ ସବୁ ସାମିଲ ଥିବେ ଏନ୍ତା ଗୋଟେ ଗୋଟେ ବି ଅଛି আচ্ছা ଆଉ কীর্তন উপরে আমি আলোচনা করবো আগর কীর্তন আর এবার কীর্তন ভিতরে কাଣା ডিফরেন্স আছে কীর্তন মানে আমি দেখুছি আমি তাকে পড়ি মানে দেখে দেখুন ଏଇଟା ଗୋଟେ ଠିକ କଥା କହିଲେ ଆଜ୍ଞା ବେଲେ ସବୁ କଲା ବାଦେ ଗୋଟେ ଜ୍ଞାନ କୀର୍ତ୍ତନ ବି ହେଇଗଲା হুম ଏବେ ଆଗେ ଏବେ ସିନା ଆଜ୍ଞା କେଜୁଆଲ ନାନା ପ୍ରକାର
কল লঙ্গল দিয়ে হেলাতা হুম। তারপরে কিদুর পেদুর এগুলো চাষ করিত হুম। আগে তো নগল হুম। হল 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 নগল ধরি করে একা ଯିବାଟା হুম। তো গুটে 10টা হল ফাঁকি ଥିଲେ ପୁଣି ଆଜ୍ଞା হুম। গুটে নগল গিরানে সব লোক ভিতুছন হুম। তো 10টা হল 10টা গিরাকে যদি এমতি দেতা হুম। গিরা হলি উঠিছিতা হুম। তো গুটা নি মরবার না গুটে নগল গিরানে সব লোক গিরানে ଏବେ ମୁଇଁ ଯେନ୍ତା ଗୋଟେ କୀର୍ତ୍ତନ କଲି হুম। আর ଗୋଟେ ଦଳରେ ପଦବାଟେ ପଡଲା ହେ ନାମ ଧରଲା ହେ ସ୍ୱର ନାମ କଲା ଆଗେ ବିଭିନ୍ନ ପ୍ରକାର ନାମ ହଉଥିଲା ଆଜ୍ଞା ହଁ। କିନ୍ତୁ ମହାମନ୍ତ୍ର ନାମ ତ ଗୋଟେ ଗୋଟେ କେନା? ସ୍ୱର ଅଲଗା ଅଲଗା ଥିଲା ହଁ। আর ଅଲଗା ଅଲଗା ଭେରାଇଟିରେ ମାନେ କୀର୍ତ୍ତନ କରୁଥିଲେ ହଁ। ଏବେ ମୁଇଁ ଯେନ୍ତା ଗଲି ସେ ସ୍ୱର ମତେ ଧରଲି আর ଗୋଟେ କୀର୍ତ୍ତନ ଧରି ଗଲା ସେ ସ୍ୱରକେ ଧରିছে ନା হুম। আর ଗୋଟେ ଏମିତି ନକ୍ତା ହଲ ଗଲେ ବି ତ ସେ ଗୋଟେ ନଗଲ ଗିରା ଗୋଟେ ଗିରା ନେଇ ଯେଟା ନା হুম। ଇ ଗୋଟେ ଗିରା ଗଲା আর ଗୋଟେ ନଗଲ ସଦବାଟଟା আর ଗୋଟେ ଗିରାକେ ନେବା আর ଗୋଟେ ଗିରାକେ ନେବା ଏମିତି କରି କରି ନା ଭଲି ଉଠୁଥିଲା ଏବେ ଭଲି ନି ଉଠୁ ହଁ, ଠିକ କଥା। ଆଚ୍ଛା ପ୍ରଧାନ ଆଜ୍ଞା ଆଜିର ଯୁବ ସମାଜ ମାନେ ନାଚକେ ଆସବାକେ ଚାହୁଁଛନ୍ ସେ ଘୋରା କାଟବାକେ ଚାହୁଁଛନ୍ ଯୁବ ସମାଜ ଯେ କଳାକେ ଆକୃଷ୍ଟ ହେବାକୁ ଆସବାକେ ଯଦି ଚାହୁଁଛ ତାଙ୍କେ ଆପଣ କାଣ ସବୁ ଉପଦେଶ ଦେବେ କାଣ ସବୁ ଜିନିଷ ଦେବେ କାଣ କହିବେ ଯୁବ ସମାଜ ଦେଖ ଆଜିକାଲି ଯୁବ ସମାଜ ଦେଖବାକେ ଗଲେ ଆଜିକାଲି ଲୋକ ଟିଭି ଦେଖିକରି ସେମାନେ ଗୋଟେ ଗୋଟେ କଥା କି ଗୋଟେ ମୋବାଇଲ ଦେଖିକରି ବି ଗେମ୍ ଖେଳୁଛି ହୁଁ। ଏ ଗୋଟେ କାର୍ଟୁନ ବି ଦେଖୁଛି ଆଜିକାଲି ଲୋକ ତ କାର୍ଟୁନ ଦେଖି ଦେଖି ହୁଁ। ପାଠରେ ଧ୍ୟାନ ନେଇ ଦେଇକି ଖୁଦା ବି ହେଇଯାଉଛନ୍ତି ଗୋଟେ ଗୋଟେ ହୁଁ। ଏଇ ଜନସଚେତନ ହିସାବରେ ବି ଗୋଟେ ଗୀତ ଲେଖିଛେ ଆଜ୍ଞା ମୁଁ ହୁଁ। ମୋବାଇଲ খুব নেই দেখা করি আচ্ছা, ପିଲାମାନଙ୍କୁ আচ্ছা। ସଚେତନତା ବାର୍ତ୍ତା ଭଲ ଦେବା ଲାଗେ। ଲାଗି ଦୌଡ଼ା ଲାଗି ବି ଅଛି আর মুখে গভর্নমেন্ট তরফରୁ ବି আমার ସାରା ବ୍ଲକ ନିହାତି ଭାବେ ସଚେତନ ଉପରେ ଆପଣ କରିଛନ୍ দিছে হয়। অনেক সেই সচেতন ସଚେତନତା କରିଛନ୍ করিছেন হয়। আমার হসপিটাল নেই মশারি ফসারি বিলে নেই বিজয় প্রধানী লোকে জিতানো সে গীত গাইত ସଚେତନତା ସେ ଭଲ ଲାଗିବ ବୋଲ କରି ଭଲ ଭାଇ ପଠାସ ওঠাস হয়। এই কথা আমাকে দেখতে তোমাকে আমপানি সিলেকশন করে আমপানি এরিয়া দেখো বি মোর সচেতন এটা আমার ଥିଲା ডেঙ্গু বাদে ଥିଲା বায়া লক্ষণ ଥିଲା ହୁଁ। କେନ୍ତା ସଚେତନ ମାନେ ସେଇଟା ମାନେ ଆଜ୍ଞା ପାଠରେ ନଷ୍ଟ ହେଇଯାଉଛି ଛୁଆ ଯୁବ ସମାଜ ତାର ସଂସ୍କାର ନେଇ ଆସିବା হয়। ପରିବାର ଭିତରେ ବି ଯେନ୍ ସଂସ୍କାରକୁ ଆମେ ଯେନ୍ତା ସଂସ୍କାର ଦେଲେ ପୁଅ ଝିଅ ସେନ୍ତା ହେବ ହୁଁ। ମୋବାଇଲ ଧରି ବୁଝ ସେ ଦିଗରେ ପଳେଇ ଗଲେ আর କିଛି ବର୍ଷ ମୁଁ ଭାବୁଛି ଆଜ୍ଞା କିଛି ବର୍ଷ ଇ ପୁରାଣ ଚର୍ଚ୍ଚା ଭିତରେ ଆଲୋଚନା ବି ଟିକେ ଟିକେ କମି ଆସିବା ନା ହୁଁ। କେଁଟା ଯେ ଲୋକ ଆମେ ସବୁ ପ୍ରକାର ଜିନିଷ ଥିଲା ପୂର୍ବେ ଫୁଟବଲ ଖେଳୁଥିଲେ କ୍ରିକେଟ ଖେଳୁଥିଲେ ନାଚ ଦେଖୁଥିଲେ ସବୁ ଗୁଣ୍ଡା ପ୍ରକାର ଦେଖୁଥିଲେ ହଁ, ହଁ, ହଁ। କିନ୍ତୁ ସବୁ ଏବେ ସେ ପ୍ରକାର। ଜିନିଷଟା ଗୋଟେ ଦିଗରେ ଏକା ପଳେଇ ଦଉଛି আর ମୋବାଇଲ ଉପରେ ପଡୁଛି ମୋବାଇଲ ଉପରେ ମୋବାଇଲ ଉପରେ ପଳଉଛି ସେଟା ବି ଶିଖଣୀ ଜିନିଷ କେତେ ବି ଅଛି ଯେତିକି ମୋବାଇଲ ଧରବ ଆଜ୍ଞା ସେତିକି ଆରୁ ଭିଡେ হয়। ଏନ୍ତା ତାର ପରିବେଶ କି ବି ଖରାପ କରୁଛି ହଁ। ମୋବାଇଲ ସବୁ ଜାଗାରେ ସମାନ ଆକାରରେ ନେଇ ଦେବା ବରଂ ଆସ ଗୋଟେ କଲା ବାଟେ ଆକୃଷ୍ଟ ଆସ ଭଲ ହେ ଭଲ ହେ। ମୋବାଇଲ ଫୋବାଇଲ ଛାଡି ଗଲେ ହଏ ହଏ। କିନ୍ତୁ ଭଲ ଦିଗରେ ବି ଅଛି ମୋବାଇଲ ଖରାପ ଦିଗରେ ବି ଅଛି ଆଉ କିନ୍ତୁ ଏବେର ପିଲାମାନଙ୍କର ଅଛି କଳା ପ୍ରତି କାହାର ଆକୃଷ୍ଟ ନାହିଁ କଳା ଗୋଟେ ମନୋରଞ୍ଜନ କାର୍ଯ୍ୟକ୍ରମ ସେ ତାର ମନୋରଞ୍ଜନ ସମାନ କିଏ ଦେଇପାରେ ହୁଁ। ସେଟା ବି ନେଇ ହେଲେ ଆଜି ଶିଶୁ ମନ୍ତ୍ରୀ ନେଇ ଗୋଟେ ଡ୍ରାମା କରୁଛନ୍ କଳାର ଗୋଟେ କଳା ସଂସ୍କୃତି ଭିତରେ ପଳେଇ ଆସୁଛି ଜାଣିଛି ଆରୁ ସେ ଜିନିଷ ଲାଗି ବି ରୋକବା ଲାଗି ବି ସଂସ୍କାର ଟିକେ ଶିଶୁ ମିଳିଲା ଆରୁ ଆମର ଏମିତି ଗୁରୁମନ୍ତ୍ର ଭିତରେ କିଛି ଗୋଟେ ଏବଂ ଯୁବପିଢ଼ିକେ ଯଦି ଆମେ ଆଉ ଟିକେ ବଚାମୁ ଆଉ ସେ କଳା ଭିତରେ ଯଦି ବଚାମୁ ବୋଲେ ଆଉ ଟିକେ ଆଗକୁ ହବ ଆଉ ସେଟା ମୋର ଗୋଟେ ଲୋକର ଦ୍ୱାରା ବି ନେଇକି ସବୁ সময় দিলে